ଏ କ'ଣ ଅଚାନକ ଏମିତି ବର୍ଷା କାହିଁକି ହେଲା? ମୁଁ ଏଯାଏଁ ମୋ ଘର ମରାମତି କରିନି। ଯଦି ଏ ବର୍ଷାରେ ମୋ ଘର ଭାଙ୍ଗିଯାଏ, ମୁଁ ମୋ ଦୁଇ ଛୁଆଙ୍କୁ ନେଇ ଏବେ କୋଉଠି ଆଶ୍ରୟ ନେବି? ମା ମା ଦେଖ ନା, ଆମ ଘର କେତେ ଜୋରେ ହଲୁଛି। ଆମ ଘର କ'ଣ ଭାଙ୍ଗିଯିବ ମା? ଏ ଘରେ ଆଉ ବେଶୀ ସମୟ ରହିହେବନି ପିଲାମାନେ, ଶୀଘ୍ର ଘରୁ ବାହାର। ଯା ହଉ ଠିକ୍ ସମୟରେ ଆମେ ଘରୁ ବାହାରି ଯାଇଥିଲେ, ନହେଲେ କ'ଣ ଯେ ହେଇଥାନ୍ତା। ମା ମା ଭାରି ଡର ଲାଗୁଛି। ଦେଖ ନା କେତେ ଜୋରେ ବିଜୁଳି ମାରୁଛି। ଏବେ ଆମର କ'ଣ ହେବ ମା? ଭୟ କରନି ପିଲାମାନେ, ମୁଁ ତୁମ ପାଖରେ ଅଛି। ମୋ ପାଖକୁ ଆସ। କିଛି ସମୟ ପରେ ସକାଳ ହେଇଯିବ। ସକାଳେ ମୁଁ ଆମ ରହିବାର ବ୍ୟବସ୍ଥା କରିନେବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ମା ଚଢ଼େଇ ଭଲ କାଠ ଖୋଜିବାକୁ ଜଙ୍ଗଲ ଭିତରକୁ ଗଲା। ସେ ଅନେକ ଖୋଜିଲା ପରେ ବି ସେଦିନ ଭଲ କାଠ ପାଇଲାନି। ଗତ ରାତିରେ ବର୍ଷା ପାଇଁ ସବୁ କାଠ ଓଦା ହେଇଯାଇଛି। ରାତି ହେବା ଆଗରୁ ମୁଁ ଯଦି ଘର ତିଆରି ନ କରି, ମୋ ପିଲାମାନେ ବହୁତ କଷ୍ଟ ପାଇବେ। ଏବେ କ'ଣ କରିବି? ଆରେ ଏ କ'ଣ, ଏଠି ଏତେ ବଡ଼ ଗୋଟେ ପଇଡ଼ ପଡ଼ିଛି। ମୁଁ ଆଗରୁ ଏମିତି ବଡ଼ ପଇଡ଼ ଦେଖିନଥିଲି। ମୁଁ ଯଦି ଏଇ ପଇଡ଼ରେ ଘର ତିଆରି କରିନିଅନ୍ତି, ମୋ ପିଲାମାନଙ୍କ ପାଇଁ ଆଉ ଚିନ୍ତା ରୁହନ୍ତାନି। ଏମିତି କହି ସେ ମା ଚଢ଼େଇ ଦିନ ସାରା ପରିଶ୍ରମ କରି ପଇଡ଼ରେ ଗୋଟେ ଘର ତିଆରି କଲା। ତାପରେ ସେ ତାର ପିଲାମାନଙ୍କୁ ସେ ଘରକୁ ଆଣିଲା। ମା ମା ଏ ପଇଡ଼ ଘର ଭିତରଟି କେତେ ଗରମ ଅଛି। ମତେ ଜମା ବି ଥଣ୍ଡା ଲାଗୁନି। ସତରେ ମା, ଏ ଘରଟି ନା ଅନେକ ସୁନ୍ଦର ହେଇଛି। ତାହେଲେ ତମ ଦୁଇ ଜଣଙ୍କୁ ଏ ଘର ଭଲ ଲାଗିଲା? ଭଲ ନୁହେଁ ମା, ବହୁତ ଭଲ ଲାଗିଲା। ମା ଏବେ ପୁରା ଶୀତ ଦିନ, ଆମେ ଆରାମରେ ଘରେ ରହିପାରିବା। ଆମକୁ ଜମା ବି ଥଣ୍ଡା ଲାଗିବନି। ଚଢ଼େଇ ତାର ଦୁଇ ଛୁଆଙ୍କୁ ନେଇ ସେ ପଇଡ଼ ଘରେ ରହିଲା। ସେଇ ଜଙ୍ଗଲରେ ଦୁଇଟି ଅଳସୁଆ କାଉ ରହୁଥିଲେ। ସେମାନେ ଚଢ଼େଇର ପଇଡ଼ ଘର ବିଷୟରେ ଜାଣିଲା ପରେ କଥା ହେଲେ। ଆରେ ଶୁଣୁଛ, ମୁଁ ଆଜି ଦେଖି ଆସିଲି ଚଢ଼େଇ ଯୋଉ ପଇଡ଼ରେ ଘର ତିଆରି କରିଛି, ସେ ପଇଡ଼ ଘର ଭିତରଟି ନା ଭାରି ଗରମ। ସେ ଘର ଭିତରେ ଜମା ଥଣ୍ଡା ଲାଗେନି। ଆମେ ଯଦି ଚଢ଼େଇର ଘର ନେଇପାରନ୍ତି ନା, ଆରାମରେ ଆମ ଶୀତ ଦିନ କଟିଯାଆନ୍ତା। ହଁ ଠିକ୍ ଯେ, ହେଲେ ଚଢ଼େଇ କେତେ ପରିଶ୍ରମ କରି ସେ ଘର ତିଆରି କରିଛି। ସେ କ'ଣ ଆମକୁ ଏମିତି ମାଗଣାରେ ତା ପଇଡ଼ ଘର ଦେଇଦେବ? ତୁମେ ଯାହା କରୁଛ କର ପଛେ, ଚଢ଼େଇରୁ ତା ପଇଡ଼ ଘର ଆଣ, ନହେଲେ ମୁଁ ତୁମକୁ ଛାଡ଼ି ଚାଲିଯିବି। ଓହୋ, ତୁ ଏତେ ରାଗୁଛୁ କାହିଁକି? ମତେ ଆଗ ଭାବିବାକୁ ଦେ, ଚଢ଼େଇଠୁ ଆମେ କେମିତି ଘର ଆଣିବା। ଏଥିରେ ଏତେ ଭାବିବାର କ'ଣ ଅଛି ଯେ? ଚଢ଼େଇର ତ ସ୍ୱାମୀ ମରିଯାଇଛି। ସେ ଏକୁଟିଆ ଆମ ସହ ଲଢ଼େଇ କରିପାରିବନି। ଚାଲ ଆଜି ହିଁ ଆମେ ତା ଘରକୁ ଯିବା, ଆଉ ତା ଘରକୁ ନିଜର କରିନେବା। ଏମିତି ଦୁଇ କାଉ ଏକ ଯୋଜନା ବନେଇଲେ। ତାପରେ ସେମାନେ ଚଢ଼େଇର ଘରକୁ ଗଲେ। ଚଢ଼େଇ ଟିକେ ବାହାରକୁ ଆସେ, ଆମେ ବଡ଼ ବିପଦରେ ପଡ଼ି ତ ପାଖକୁ ଆସିଛୁ। କ'ଣ ହେଲା କାଉ ଭାଇ, କାଉ ଭଉଣୀ, ତମେ ଦୁଇ ଜଣ ଏମିତି କାନ୍ଦୁଛ କାହିଁକି? ଚଢ଼େଇ, ଆମ ଘର ଭାଙ୍ଗି ଯାଇଛି। ତୁ ତ ଜାଣୁ ରାତିରେ କେତେ ଥଣ୍ଡା ପଡୁଛି। ଆଜି ରାତି ଆମକୁ ତ ଘରେ ଆଶ୍ରୟ ଦେଇଥା। ଆରେ ଆରେ, ତମ ଘର ହଠାତ୍ କେମିତି ଭାଙ୍ଗିଗଲା? ସତରେ ଇଏ ବହୁତ ଦୁଃଖର କଥା। କିନ୍ତୁ କାଉ ଭଉଣୀ, ମୁଁ ଆଉ ମୋ ଦୁଇ ଛୁଆ କୌଣସି ମତେ ପଇଡ଼ ଘରେ ରହିଯାଉଛୁ। ମୋ ଘରେ ଏତେ ଜାଗା ନାହିଁ ଯେ ମୁଁ ତୁମ ଦୁଇ ଜଣଙ୍କୁ ରଖିପାରିବି। ଆମେ ଶୁଣିଥିଲୁ ଚଢ଼େଇ ତୁ ବହୁତ ଭଲ, ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରୁ। କେତେ ଆଶା ନେଇ ଆମେ ତ ପାଖକୁ ଆସିଥିଲୁ। ଆମେ କ'ଣ ସବୁଦିନ ତ ଘରେ ରହିଥାନ୍ତୁ? କେବଳ ଆଜି ରାତି ତ ଘରେ ରହିଥାନ୍ତୁ। ଆଚ୍ଛା ଆଚ୍ଛା, ଆଜି ରାତି ତମେ ମାନେ ମୋ ଘରେ ରହିଯାଅ, କାଲି ସକାଳେ ଏଠୁ ଚାଲିଯିବ। ଦୁଇ କାଉ ଖୁସିରେ ସେ ରାତି ଚଢ଼େଇ ଘରେ ରହିଲେ। ସକାଳ ହେଲା ପରେ, କାଉ ଭାଇ, କାଉ ଭଉଣୀ, ଏଯାଏଁ ଶୋଇଛ? ସକାଳ ହେଇଗଲାଣି। ଏବେ ଯାଅ ଜଙ୍ଗଲ ଭିତରୁ ମଜବୁତ କାଠ ଆଣି ନିଜ ପାଇଁ ଘର ତିଆରି କରିନିଅ। ଆରେ ଚଢ଼େଇ, ଏତେ ସକାଳୁ ସକାଳୁ ଆମକୁ କାହିଁକି ଉଠଉଛୁ? ଆଉ ଟିକେ ଶୋଇବାକୁ ଦେ, ପରେ ଆମେ ଏଠୁ ଚାଲିଯିବୁ। ଏମିତି କିଛି ଦିନ ବିତିଗଲା। ଚଢ଼େଇ ଯେତେଥର କାଉମାନଙ୍କୁ ତା ଘରୁ ଯିବାକୁ କହୁଥିଲା, କାଉମାନେ କିଛି ନା କିଛି ବାହାନା କରି ତା ଘରେ ରହିଯାଉଥିଲେ। କାଉ ଭାଇ, କାଉ ଭଉଣୀ, ତମେ ମାନେ ଅନେକ ଦିନ ହେଲାଣି ମୋ ଘରେ ରହିଲଣି। ଏବେ ତମେ ମାନେ ନିଜ ପାଇଁ ଘର ତିଆରି କରିନିଅ। ଏତେ ଅଳସୁଆ ହେବା ଭଲ ନୁହଁ। କ'ଣ ହେଲା ଚଢ଼େଇ, ତୁ ଆମକୁ ଅଳସୁଆ କହୁଛୁ? ତୋ ସାହସ ତ ବହୁତ ବଢିଗଲାଣି। ଆମେ ଆଉ କେବେ ବି ଏ ଘରୁ ଯିବୁନି। ଆଜିଠୁ ଏ ଘର ଆମର। ତୁ ତ ଛୁଆଙ୍କୁ ନେଇ ଭଲରେ ଆମ ଘରୁ ବାହାରି ଯା।
ବେଶୀ ପାଟି କରିବୁ ତ ତତେ ଧକ୍କା ଦେଇ ଘରୁ ବାହାର କରିଦେବୁ। କାଉ ମାନଙ୍କର ଏପରି ଧମକ ଶୁଣି ଚଢ଼େଇ ଖୁବ୍ ଡରିଗଲା। ସେ ସାହାଯ୍ୟ ପାଇଁ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଗଲା। ମିଟୁ ଭାଇ, ମତେ ଟିକେ ସାହାଯ୍ୟ କର, ସେ ଦୁଷ୍ଟ କାଉମାନେ ମୋ ଘରକୁ କବ୍ଜା କରି ନେଇଛନ୍ତି। ତାପରେ ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ଆରେ ଚଢ଼େଇ, ତୁ କାହିଁକି ସେ କାଉମାନଙ୍କୁ ନିଜ ଘରେ ରହିବାକୁ ଦେଉଥିଲୁ? ସେ 2 ଜଣ ଭାରି ବଦମାସ। ତୁ ଜମା ବି ଚିନ୍ତା କରନି, ମୁଁ ତ ସାଙ୍ଗରେ ଅଛି। ହଁ ଚଢ଼େଇ, ଆମେ ସମସ୍ତେ ତ ସାଙ୍ଗରେ ଅଛୁ। ଚାଲ ଏବେ କାଉମାନଙ୍କ ପାଖକୁ ଯିବା। ଆଜି ସେମାନଙ୍କୁ ଉଚିତ ଶିକ୍ଷା ଦେଇକି ଛାଡ଼ିବା। ଏମିତି ସମସ୍ତେ ଚଢ଼େଇ ସାଙ୍ଗରେ ତା ଘରକୁ ଗଲେ ଆଉ କାଉମାନଙ୍କୁ ଚଢ଼େଇ ଘରୁ ଚାଲିଯିବାକୁ କହିଲେ। ହେଲେ କାଉମାନେ ତାଙ୍କ କଥା ଶୁଣିଲେନି। ଓଲଟା ଚଢ଼େଇମାନଙ୍କ ସହ ଲଢ଼େଇ କଲେ। ଶେଷରେ ଚଢ଼େଇମାନେ ପିଟି ପିଟି କାଉମାନଙ୍କୁ ସେଠୁ ବାହାର କରିଦେଲେ। ମୋ ପିଠି ମାଡ଼ ଖାଇ ଖାଇ ଦରଜ ହେଇଯାଇଛି। ଓଃ କି କଷ୍ଟ, ମୁଁ ଟିକେ ବି ହଲି ପାରୁନି। ତୁ ତ କହିଥିଲୁ ଚଢ଼େଇ ଆମର କିଛି କ୍ଷତି କରିପାରିବନି। ଏବେ ଦେଖେ ସେ ଆମର କଣ ଅବସ୍ଥା କଲା। ମୁଁ କଣ ଜାଣିଥିଲି ସେ ଚଢ଼େଇକୁ ସମସ୍ତେ ଏମିତି ସାହାଯ୍ୟ କରିବେ? ମୁଁ ତ ଭାବିଥିଲି ଚଢ଼େଇର ସ୍ୱାମୀ ନାହିଁ, ସେ ଏକୁଟିଆ ଆମ ସହ ଲଢ଼େଇ କରି ପାରିବନି। ସେ ଚଢ଼େଇ ଆମକୁ ବହୁତ ମାଡ଼ ଖୁଏଇଛି। ମୁଁ ତାକୁ ଏମିତି ଛାଡ଼ିବିନି। ମୁଁ ତାଠୁ ପ୍ରତିଶୋଧ ନେଇକି ରହିବି। ସେ ଆମକୁ ତା ପଇଡ଼ ଘର ଦେଲାନି ନା, ଏବେ ସେ ବି ସେଇ ପଇଡ଼ ଘରେ ରହିପାରିବନି। ମୋ ସାଙ୍ଗରେ ଚାଲ, ମୁଁ ଆଜି ତା ଘରେ ନିଆଁ ଲଗେଇଦେବି। ହଁ, ମୁଁ ବି ସେ ଚଢ଼େଇଠୁ ମାଡ଼ର ପ୍ରତିଶୋଧ ନେବି। ଚାଲେ, ମୁଁ ବି ତ ସାଙ୍ଗରେ ଯିବି। ଏମିତି କଥା ହେଇ 2 କାଉ ଚଢ଼େଇ ଘରେ ନିଆଁ ଲଗେଇବା ପାଇଁ ମଶାଲ ଧରି ଆସିଲେ। ଠିକ୍ ସେହି ସମୟରେ ଗୋଟେ ପରୀ ତାଙ୍କ ସାମ୍ନାକୁ ଆସିଲା। କିଏ କିଏ ତୁମେ କଣ ପାଇଁ ଏଠାକୁ ଆସିଲ? ମୁଁ ଏ ଜଙ୍ଗଲର ପରୀ। ଜଙ୍ଗଲର ଭଲ ପକ୍ଷୀମାନଙ୍କୁ ମୁଁ ରକ୍ଷା କରେ। ଭାବିଥିଲି ଚଢ଼େଇମାନଙ୍କ ମାଡ଼ ଖାଇଲା ପରେ ତମେମାନେ ସୁଧୁରିଯିବ, ହେଲେ ତମେମାନେ ସୁଧୁରିଲନି। ଏବେ ତମେମାନେ ନିଜ ଭୁଲର ଶାସ୍ତି ପାଇବ। ଏମିତି କହି ପରୀ ସେ 2 କାଉଙ୍କୁ ବରଫରେ ବନ୍ଦୀ କରିଦେଲା। ତାପରେ ସେଠାରୁ ଚାଲିଗଲା। ସେପଟେ ପଇଡ଼ ଘରେ ଚଢ଼େଇ ତାର 2 ଛୁଆଙ୍କ ସହ ଖୁସିରେ ରହିଲା। ଶୁଣ ଶୁଣ ଶୁଣ, ସମସ୍ତେ ଶୁଣ, ଶୀତ ଦିନ ଆରମ୍ଭ ହେଇଗଲାଣି। ଏ ବର୍ଷ ବହୁତ ଶୀତ ପଡ଼ିବ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ସମସ୍ତେ ନିଜ ନିଜର ବ୍ୟବସ୍ଥା କରିନିଅ। ସବୁ ପକ୍ଷୀ ଏସବୁ ଶୁଣି ବି ନ ଶୁଣିଲା ଭଳି ହେଇ ନିଜ ନିଜ କାମରେ ଲାଗିଲେ। ହେଲେ ସେ ଜଙ୍ଗଲରେ ଥିଲା ଗୋଟେ ଛୋଟ ଟିକି ଚଢ଼େଇ। ସେ ଶୀତର ଖବର ଶୁଣି ଚିନ୍ତାରେ ପଡ଼ିଗଲା। ସେ ତା ପଡ଼ୋଶୀମାନଙ୍କ ପାଖକୁ ଯାଇ କହିଲା, ତମେମାନେ ଶୁଣିଲ ନା, ଏ ବର୍ଷ ବହୁତ ଶୀତ ପଡ଼ିବ। ଚାଲ ସମସ୍ତେ ନିଜ ନିଜ ଘରକୁ ପକ୍କା କରିନେବା। ଆରେ ତୁ ବେକାରୀ ଚିନ୍ତା କରୁଛୁ। ସବୁ ବର୍ଷ ଭଳି ଏ ବର୍ଷ ବି ଶୀତ ପଡ଼ିବ। ଏକଥାକୁ ନେଇ ଏତେ ଚିନ୍ତା କରିବା କ'ଣ ଦରକାର? କେହି ବି ଟିକି ଚଢ଼େଇର କଥାକୁ ଧ୍ୟାନ ଦେଲେ ନାହିଁ। ଟିକି ଚଢ଼େଇ କିନ୍ତୁ ବହୁତ ପରିଶ୍ରମ କରି ନିଜ ପାଇଁ ଗୋଟେ ସୁନ୍ଦର ଆଉ ପକ୍କା ଘର ତିଆରି କରିନେଲା। ହଁ, ମୁଁ ମୋ ଘରକୁ ଭଲରେ ତିଆରି କରିଦେଲି। ଏବେ ମୋର ଆଉ ଥଣ୍ଡାକୁ ଚିନ୍ତା ନାହିଁ। ଚାଲ, ମୁଁ ଏବେ କିଛି ଖାଇବା ଯୋଗାଡ଼ କରିନିଏ। ଏମିତି କହି ଟିକି ଚଢ଼େଇ ଖାଇବା ଖୋଜିବା ପାଇଁ ଜଙ୍ଗଲ ଭିତରକୁ ଚାଲିଗଲା। ରାସ୍ତାରେ ସେ କାଉକୁ ଭେଟିଲା। ଆରେ ଟିକି ଚଢ଼େଇ, କୁଆଡ଼େ ଯାଉଛୁ? ଭାରି ବ୍ୟସ୍ତରେ ଥିଲା ଭଳି ଜଣା ପଡ଼ୁଛୁ। ଶୀତ ଦିନ ଆରମ୍ଭ ହେଇଗଲାଣି, ମୁଁ ସେଥିପାଇଁ ଖାଇବା ଯୋଗାଡ଼ କରିବାକୁ ଯାଉଛି। କାଉ, ତୁ ବି ନିଜ ପାଇଁ ଗୋଟେ ପକ୍କା ଘର ତିଆରି କରିନେ। ଏ ବର୍ଷ ବହୁତ ଶୀତ ପଡ଼ିବ। ସବୁ ବର୍ଷ ଭଳି ଏ ବର୍ଷ ବି ଶୀତ ପଡ଼ିବ। ତୁ ମୋତେ ବେଶୀ ଜ୍ଞାନ ଦେନି। ମୁଁ କ'ଣ କରିବି ନ କରିବି ସେ କଥା ମୁଁ ବୁଝିବି। ଏମିତି ଶୁଣି ଟିକି ଚଢ଼େଇ ସେଠାରୁ ଚାଲିଗଲା। କିଛି ଦିନ ପରେ ସତକୁ ସତ ବହୁତ ଶୀତ ପଡ଼ିଲା। ଶୀତ ଏତେ ପଡ଼ିଲା ଯେ ନଦୀର ପାଣି ଜମିଗଲା। ଜଙ୍ଗଲର ସବୁ ଗଛ ଉପରେ ବରଫ ଘୋଡ଼େଇ ହେଇଗଲା। ଭଲ ହେଲା ମୁଁ ମୋ ଘରକୁ ପକ୍କା କରିଦେଇଥିଲି, ନହେଲେ ଏବେ ମୋତେ ବି ବାହାରେ ରହିବାକୁ ପଡ଼ିଥାନ୍ତା। ଠିକ୍ ସେହି ସମୟରେ କାଉ ଟିକି ଚଢ଼େଇର ଘର ବାହାରେ ଛିଡ଼ା ହେଇ ତାର କବାଟ ବାଡ଼େଇଲା। ଟିକି ଚଢ଼େଇ ଘର ବାହାରକୁ ଆସିଲା। ଆରେ କାଉ, ତୁ ଏତେ ରାତିରେ ମୋ ଘରକୁ କ'ଣ ପାଇଁ ଆସିଛୁ? ଟିକି ଚଢ଼େଇ, ତୁ ଠିକ୍ କହୁଥିଲୁ। ଏ ବର୍ଷ ବହୁତ ଶୀତ ପଡ଼ୁଛି। ମୋତେ ଆଜି ରାତି ତ ଘରେ ରହିବାକୁ ଦେ। କାଲି ମୁଁ ମୋ ଘର ସଜାଡ଼ି ଦେବି। ଠିକ୍ ଅଛି କାଉ, ଆଜି ରାତି ତୁମ ଘରେ ରହିପାରିବୁ, ହେଲେ କାଲି ତୁ ତ ଘର ତିଆରି କରିନେବୁ। ହଁ ଟିକି ଚଢ଼େଇ,
ମୁଁ ତତେ କାଲି ହଇରାଣ କରିବିନି। କାଉ ଘର ଭିତରକୁ ଆସି ଟିକି ଚଢ଼େଇର ବିଛଣାରେ ଶୋଇପଡ଼ିଲା। ଟିକି ଚଢ଼େଇ ପାଖ ଏକ ବିଛଣାରେ ଶୋଇଲା। ଟିକି ଚଢ଼େଇ ଗାଢ଼ ନିଦରେ ଶୋଇଲା ପରେ କାଉ ଟିକି ଚଢ଼େଇ ଜମା କରିଥିବା ତାର ସବୁ ଖାଇବାକୁ ଖାଇଦେଲା ଆଉ ଚୁପଚାପ ଯାଇ ଶୋଇପଡ଼ିଲା। ପରଦିନ ସକାଳେ ଟିକି ଚଢ଼େଇ ଶୀଘ୍ର ଉଠିଲା। କାଉ ବେଶ ଆରାମରେ ଶୋଇଥିଲା। ସେ ଉଠିଲା ପରେ ଟିକି ଚଢ଼େଇକୁ କହିଲା, ଆରେ ଟିକି ଚଢ଼େଇ, ତୋ ଘର ବହୁତ ଭଲ ହେଇଛି। ହଉ, ମୁଁ ଏବେ ଆସୁଛି। ଏମିତି କାଉ ଟିକି ଚଢ଼େଇକୁ ଧନ୍ୟବାଦ ବି ନ ଜଣେଇ ସେଠାରୁ ଚାଲିଗଲା। ଟିକି ଚଢ଼େଇ ରଖିଥିବା ତାର ଦାନାଗୁଡ଼ିକ ଆଡ଼କୁ ତାର ନଜର ଗଲା ନାହିଁ। ସେ ବାହାରକୁ ଚାଲିଗଲା ଆଉ ତାର ପଡ଼ୋଶୀମାନଙ୍କୁ ଦେଖା କଲା। ସେତେବେଳେ ସବୁ ପକ୍ଷୀ ଥଣ୍ଡା ବିଷୟରେ ହିଁ କଥା ହେଉଥିଲେ। କାଲି ରାତିରେ ବହୁତ ଥଣ୍ଡା ପଡ଼ିଲା। ଆମକୁ ବି ଟିକି ଚଢ଼େଇ ଭଳି ମଜବୁତ ଘର ତିଆରି କରିବାର ଥିଲା। ହଁ ହଁ, ତୁମେ ଠିକ୍ କଥା କହିଛ। ଚାଲ, ଏବେ ଆମେ ସମସ୍ତେ ମିଶି ନିଜ ନିଜର ପକ୍କା ଘର ତିଆରି କରିନେବା। ଏମିତି କଥା ହେଇ ସବୁ ଚଢ଼େଇ ନିଜ ନିଜର ପକ୍କା ଘର ତିଆରି କରିବାକୁ ଚାଲିଗଲେ। ଟିକି ଚଢ଼େଇ ବି ତା ଘରକୁ ଫେରି ଆସିଲା। ରାସ୍ତାରେ ସେ ଦେଖିଲା କାଉ ଆରାମରେ ତା ଘରେ ଶୋଇଛି। ସେ କାଉ ପାଖକୁ ଗଲା। କାଉ, ତୁ ଆଜି ବି ତ ଘର ତିଆରି କଲୁନି? କାଲି ବେଶୀ ଥଣ୍ଡା ପଡ଼ିଲା ବୋଲି କ'ଣ ଆଜି ବି ପଡ଼ିବ? ତୁ ଯା ଏଠୁ, ମୋତେ ଶୋଇବାକୁ ଦେ। ଟିକି ଚଢ଼େଇ ତା ଘରକୁ ଚାଲିଗଲା। ଘରେ ପହଞ୍ଚିଲା ପରେ ତା ନଜର ତା ଦାନା ଉପରେ ପଡ଼ିଲା। ଘରେ ମାତ୍ର ଅଳ୍ପ କିଛି ଦାନା ଥିଲା। ଆରେ, ଦାନା ସବୁ ଏତେ କମ୍ କେମିତି ହେଲା? ସନ୍ଧ୍ୟା ହେବା ପୂର୍ବରୁ ଚାଲ, ମୁଁ ଆଉ କିଛି ଦାନା ନେଇ ଆସେ। ଏମିତି କହି ଟିକି ଚଢ଼େଇ ଖାଇବା ଖୋଜିବା ପାଇଁ ବାହାରକୁ ଚାଲିଗଲା। ଏସବୁ ଦୂରରୁ କାଉ ଦେଖୁଥିଲା। ଏଇଟା ଠିକ୍ ସମୟ। ମୁଁ ଏ ଟିକି ଚଢ଼େଇର ଘରକୁ ନେଇଯିବି। ମୋତେ ବେଶୀ ଭାଷଣ ମାରୁଥିଲା। ଏମିତି କହି କାଉ ଟିକି ଚଢ଼େଇର ଘରକୁ ଗଲା ଆଉ ଭିତର ପଟୁ କବାଟ ବନ୍ଦ କରିଦେଲା। କାଉ ଘରକୁ ଗଲା ପରେ ଟିକି ଚଢ଼େଇର ବିଛଣାରେ ଯାଇ ଶୋଇପଡ଼ିଲା। କିଛି ସମୟ ପରେ ଟିକି ଚଢ଼େଇ ଦାନା ଧରି ତା ଘରକୁ ଫେରିଲା। ଘରର କବାଟକୁ ଭିତର ପଟୁ ବନ୍ଦ ଥିବା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଇଗଲା। ଝରକା ପଟୁ ସେ ଦେଖିଲା କାଉ ତା ଘରେ ଶୋଇଛି। ସେ କାଉକୁ କହିଲା, କାଉ, କବାଟ ଖୋଲ, ମୁଁ ଆସିଛି। ହେଲେ କାଉ ନ ଶୁଣିଲା ଭଳି ହେଇ ଶୋଇ ରହିଲା। ଟିକି ଚଢ଼େଇ ପୁଣି ପାଟି କଲା। ଏଥର କାଉ ଉଠି ଟିକି ଚଢ଼େଇକୁ ଧମକେଇ କହିଲା, କିଏ ତୁ? ମୋ ଘର ବାହାରେ ପାଟି କାହିଁକି କରୁଛୁ? ଚାଲିଯା ଏଠୁ। କାଉ, ତୁ ଏ କ'ଣ କହୁଛୁ? ଏ ଘର ମୋର। ମୋ ଘରୁ ତୁ ମୋତେ ବାହାର କରୁଛୁ? ମୁଁ ତତେ ଚିହ୍ନିନି କି ଜାଣିନି। ଏବେଠୁ ଏ ଘର ମୋର। ତୁ ଶୀଘ୍ର ଏଠାରୁ ପଳା। ଏମିତି କହି କାଉ ପୁଣି ଥରେ ଶୋଇପଡ଼ିଲା। ଟିକି ଚଢ଼େଇ ଯେତେ କହିଲେ ବି କାଉ ତା କଥା ଶୁଣିଲାନି। ଏତେ ଥଣ୍ଡାରେ ଟିକି ଚଢ଼େଇ ରାତି କେମିତି କାଟିବ ଚିନ୍ତାରେ ପଡ଼ିଗଲା। ହଠାତ୍ ତାର ପାରା କଥା ମନେ ପଡ଼ିଲା। ସେ ପାରା ପାଖକୁ ଗଲା। ପାରା ଭାଇ, ଆଜି ରାତି ମୋତେ ତୁମ ଘରେ ରହିବାକୁ ଦିଅ। କାଉ ମୋ ଘରକୁ କବ୍ଜା କରି ନେଇଛି। ହଁ ହଁ ଟିକି ଚଢ଼େଇ, ତୁ ମୋ ବିପଦ ସମୟରେ ମୋତେ ବହୁତ ସାହାଯ୍ୟ କରିଛୁ। ତୁ ଆରାମରେ ମୋ ଘରେ ରହ। ମୋ ଘରେ ବହୁତ ଜାଗା ଅଛି। ତୁ ଚାହିଁଲେ ପୁରା ଶୀତଦିନ ମୋ ଘରେ ରହିପାରିବୁ। ସେଦିନ ରାତିରେ ଜଙ୍ଗଲରେ ଗୋଟେ ପାଗଳ ହାତୀ ବୁଲୁଥିଲା। ଥଣ୍ଡାରେ ସେ ହାତୀ ଗଛମାନଙ୍କ ଉପରେ ନିଜ ମୁଣ୍ଡ ବାଡ଼ଉଥିଲା। କାଉ ରହୁଥିବା ଗଛରେ ହାତୀ 2-3 ଥର ନିଜ ମୁଣ୍ଡକୁ ପିଟିଲା। ଗଛଟି ଜୋରରେ ହଲିଗଲା। ବସା ସହିତ କାଉ ତଳକୁ ଖସି ପଡ଼ିଲା। ବସାଟି ଭାଙ୍ଗିଗଲା। କାଉ ବାହାରକୁ ଚାଲି ଆସିଲା। ଥଣ୍ଡା ବହୁତ ପଡ଼ୁଥିଲା। କାଉ ଥଣ୍ଡା ସହିପାରିଲାନି। ସେ ବରଫରେ ଜମିଗଲା ଆଉ ମରିଗଲା। ଏମିତି କାଉ କରିଥିବା ତା ଭୁଲର ଦଣ୍ଡ ତାକୁ ମିଳିଗଲା। ବାପ୍ରେ, କି ଶୀତ! ଆଜି ରାତି ଯଦି ବଞ୍ଚିଯିବି, କାଲି ଆଉ ଏ ଜଙ୍ଗଲରେ ରହିବିନି। ଆଜି ରାତିରେ କି ଥଣ୍ଡା ଲାଗୁଛି। ଆଉ ଏ ଜଙ୍ଗଲରେ ରହି ହେବନି। ମୋତେ କାଲି ହିଁ କିଛି ବ୍ୟବସ୍ଥା କରିବାକୁ ପଡ଼ିବ। ଏମିତି ସବୁ ଚଢ଼େଇ କଷ୍ଟ କରି ସେ ଶୀତ ରାତି ବିତେଇଲେ। ସକାଳ ହେଇଗଲା। ସବୁ ଚଢ଼େଇ ନିଜ ନିଜ ଘରୁ ବାହାରିଲେ। କାଉ ବି ନିଜ ଆଖି ଖୋଲିଲା। ଆରେ, ମୁଁ ବଞ୍ଚିଛି। ଏତେ ଶୀତରେ ବି ମୋ ଜୀବନ ବଞ୍ଚିଗଲା। ଚାଲ, ଶୀଘ୍ର ମୋ ସାଙ୍ଗମାନଙ୍କ ପାଖକୁ ଯିବି ଆଉ ଦେଖିବି ସେମାନେ କ'ଣ କରୁଛନ୍ତି।
ଆରେ କାଉ, ତତେ ଆଉ କ'ଣ କହିବି, ଥଣ୍ଡା ଯୋଗୁଁ କାଲି ରାତିରେ ମୁଁ ଶୋଇପାରିଲିନି। ମୁଁ ଭାବିଛି ଆଜି ଆଉ ଏ ଜଙ୍ଗଲରେ ରହିବିନି, ଦୂର ଏକ ଜଙ୍ଗଲକୁ ଚାଲିଯିବି, ଯୋଉଠି ଥଣ୍ଡା ଟିକେ କମ୍ ଥିବ। ପାରା, ଚାଲ ଆମ ସାଙ୍ଗ ଚଢ଼େଇ ପାଖକୁ ଯିବା, ଆଉ ତାକୁ ଏ ବିଷୟରେ କହିବା। ତାପରେ କାଉ ଆଉ ପାରା ଗଲେ ଚଢ଼େଇ ପାଖକୁ। ଆରେ ଚଢ଼େଇ, କାଲି ରାତି ଏତେ ଥଣ୍ଡା ପଡ଼ିଲା ଯେ ଆମେ କେହି ବି ଶାନ୍ତିରେ ଶୋଇପାରିଲୁନି। ଆଉ ଯଦି ଗୋଟେ ରାତି ଆମେ ଜଙ୍ଗଲରେ ରହିବୁ, ସେ ଥଣ୍ଡାରେ ହିଁ ମରିଯିବୁ। ହଁ, ତମେମାନେ ଠିକ୍ କହିଛ। ରାତିରେ ଯେମିତି ଥଣ୍ଡା ପଡ଼ୁଛି, ଆମେ ଆଉ ଏ ଜଙ୍ଗଲରେ ରହିପାରିବାନି। ଚାଲ ସମସ୍ତେ ପାହାଡ଼ ଉପରେ ଥିବା ଜଙ୍ଗଲକୁ ଯିବା। ମୁଁ ଶୁଣିଛି ସେଠାକାର ତାପମାତ୍ରା ଠିକ୍ ଅଛି। ଥଣ୍ଡା ଟିକେ କମିଯିବା ପରେ ଆମେ ଆମ ଜଙ୍ଗଲକୁ ଫେରି ଆସିବା। ସାଙ୍ଗମାନେ, ଆମ ସାଙ୍ଗ ବଣି କୁଆଡ଼େ ଗଲା? ମୁଁ ତ ତାକୁ ସକାଳୁ ଦେଖିନି। ଆରେ ଏମିତି ବି ତ ହେଇପାରେ ସେ ରାତିର ଥଣ୍ଡାରେ ମରିଯାଇଥିବ। ସେମାନେ ଏପରି କଥା ହେବା ସମୟରେ ବଣି ଚଢ଼େଇ ସେଠାରେ ପହଞ୍ଚିଗଲା। ଆରେ ସାଙ୍ଗମାନେ, ରାତିରେ ଏତେ ଥଣ୍ଡା ପଡ଼ିଲା ଯେ ମୁଁ ଜମା ବି ଶୋଇପାରିଲିନି। ଏବେ ସକାଳେ ଟିକେ ଶୋଇ ପଡ଼ିଥିଲି, ସେଥିପାଇଁ ଆସୁ ଆସୁ ମୋର ଟିକେ ଡେରି ହେଇଗଲା। ଆଉ ତମେମାନେ କ'ଣ କଥା ହେଉଥିଲ? ଆମେ ପାହାଡ଼ ଉପରେ ଥିବା ଜଙ୍ଗଲକୁ ଯିବା ପାଇଁ ଭାବୁଛୁ। ସେ ଜଙ୍ଗଲ ବହୁତ ଦୂର, ଆଉ ଡେରି କରିବାନି, ଚାଲ ଶୀଘ୍ର ବାହାରିବା। ସମସ୍ତେ ଚଢ଼େଇ କଥାରେ ରାଜି ହେଲେ, ଆଉ ତାପରେ ସେମାନେ ସେ ଜଙ୍ଗଲକୁ ଯିବା ପାଇଁ ବାହାରିଲେ। ସମସ୍ତେ ନିଜ ଜଙ୍ଗଲ ଛାଡ଼ି ବହୁତ ଦୂରକୁ ଚାଲିଗଲେ। କିଛି ସମୟ ପରେ ସେମାନେ ଥକିଗଲେ, ଆଉ ଗୋଟେ ଜାଗାରେ ଏକାଠି ହେଲେ। ଆରେ ସାଙ୍ଗମାନେ, ଏଇଠି ଟିକେ ଆରାମ କରିବା, ତାପରେ ଆଗକୁ ଯିବା। ହଁ ଚଢ଼େଇ, ଭାରି ଭୋକ ବି ଲାଗିଲାଣି। ଚାଲ ସମସ୍ତେ ଖାଇବା ଖୋଜି ଏଠାକୁ ଆଣିବା, ତାପରେ ସମସ୍ତେ ମିଳିମିଶି ଖାଇବା। ତାପରେ ସମସ୍ତେ ମିଳିମିଶି ଖାଇବା ଖୋଜିବା ପାଇଁ ଗଲେ। ବଣି ଚଢ଼େଇ ବହୁତ ଖୋଜିଲା ପରେ ବି ଖାଇବା ପାଇଲାନି। ପାରା ଅଳ୍ପ କିଛି ଖାଇବା ପାଇଲା, ଚଢ଼େଇ ବି ସେଦିନ ଖାଇବା ପାଇଲାନି। କାଉ ଗୋଟେ ଜାଗାରେ ଅଳ୍ପ କିଛି ଖାଇବା ପାଇଲା। ଆରେ ଏଠି ତ ଅଳ୍ପ କିଛି ଖାଇବା ଅଛି, ଏ ଖାଇବାରେ କାହାର ପେଟ ପୂରିବ? ଭଲ ହେବ ମୁଁ ଏକା ହିଁ ଏସବୁ ଖାଇବା ଖାଇନିଏ, ଆଉ ସେମାନଙ୍କୁ କହିବି ମୁଁ ଆଜି ଖାଇବା ପାଇଲିନି। ଏମିତି ଚିନ୍ତା କରି କାଉ ସେ ସବୁ ଖାଇବା ଖାଇଦେଲା, ଆଉ ତାପରେ ଖାଲି ହାତରେ ହିଁ ତା ସାଙ୍ଗମାନଙ୍କ ପାଖକୁ ଫେରି ଆସିଲା। ଆରେ ସାଙ୍ଗମାନେ, ମୋତେ ଆଜି କିଛି ଖାଇବା ମିଳିଲାନି। ହଁ ହଁ, ମୁଁ ବି ଆଜି କିଛି ଖାଇବା ପାଇଲିନି। ତମେମାନେ ଚିନ୍ତା କରନି, ମୁଁ କିଛି ଖାଇବା ଆଣିଛି, ଚାଲ ସମସ୍ତେ ମିଶି ସବୁ ଖାଇବା। ଆରେ କାଉ, ତତେ ବି କ'ଣ କିଛି ଖାଇବା ମିଳିଲାନି? କାଉର ପେଟ ପୂରିଥିଲେ ବି ସେ ତା ସାଙ୍ଗମାନଙ୍କୁ ମିଛ କଥା କହିଲା। ମୁଁ ବହୁତ ସମୟ ଯାଏ ଖାଇବା ଖୋଜିଲି, ହେଲେ କିଛି ବି ପାଇଲିନି। ତାପରେ ପାରା ସମସ୍ତଙ୍କୁ ସମାନ ଭାବରେ ଖାଇବା ଦେଲା। ଖାଇବା ଖାଇ କିଛି ସମୟ ଆରାମ କରି ସେମାନେ ପୁଣି ଜଙ୍ଗଲକୁ ଯିବା ପାଇଁ ବାହାରି ପଡ଼ିଲେ। କିଛି ସମୟ ପରେ ରାତି ହେଇଗଲା। ସବୁ ଚଢ଼େଇ ଗୋଟେ ଗଛରେ ବସିଲେ। ଆଜି ରାତି ଆମେ ଏଇଠି ରହିଯିବା, ଏ ଜାଗା ମୋତେ ଠିକ୍ ଲାଗୁଛି। ହଁ, ଆଜି ରାତି ଆମେ ଏଠି ରହିଯିବା। ରାତି ସାରା ଗପସପ କଲେ ସମୟ ବିତିଯିବ, ସକାଳେ ଆମେ ଶୀଘ୍ର ବାହାରିଯିବା। ସେତେବେଳେ ବଣି ଚଢ଼େଇର ନଜର ଏକ ଗଛ ଉପରେ ପଡ଼ିଲା। ସେ ଗଛରେ ଗୋଟେ ଖାଲି ବସା ରହିଥିଲା। ସାଙ୍ଗମାନେ, ସେପଟେ ଦେଖ, ସେ ଗଛରେ ଗୋଟେ ଖାଲି ବସା ଅଛି। ସେ ବସାଟି ଛୋଟ, ହେଲେ ଆମେ ପାଳି କରି ସେ ବସାରେ ଶୋଇଲେ ସମସ୍ତେ ଆରାମ କରିପାରିବା। ସେ ବସାକୁ ପ୍ରଥମେ ମୁଁ ଦେଖିଛି, ତା ମାନେ ମୁଁ ହିଁ ସେ ବସାରେ ଶୋଇବି। ଆରେ କାଉ, ତୁ ଏତେ ସ୍ୱାର୍ଥପର କଥା କେମିତି କହୁଛୁ? ଆମେ ସମସ୍ତେ ସାଙ୍ଗ ହେଇ ପାଖ ଜଙ୍ଗଲକୁ ଯାଉଛେ, ସମସ୍ତେ ପାଳି କରି ଯଦି ସେ ବସାରେ ଶୋଇବା ସମସ୍ତଙ୍କ ଥକା ମେଣ୍ଟିଯିବ। ହେଲେ କାଉ କାହାର ବି କିଛି କଥା ନ ଶୁଣି ତୁରନ୍ତ ସେ ବସାକୁ ଯାଇ ସେଠି ଶୋଇ ପଡ଼ିଲା। ମନ ଦୁଃଖ କରନି, ଏ କାଉ ଆଗରୁ ହିଁ ଏମିତି, କାହା କଥା କେବେ ବି ଶୁଣିବନି। ଭଲ ହେଇଥାନ୍ତା ଆମେ ଏ କାଉକୁ ସାଙ୍ଗରେ ହିଁ ଆଣିନଥାନ୍ତେ। କାଉର ସ୍ୱଭାବ ଖରାପ, ତା ବୋଲି କ'ଣ ଆମେ ବି ତା ସହ ସେପରି କରିବା? ସେମିତି ହେଲେ ତା ଭିତରେ ଆଉ ଆମ ଭିତରେ କ'ଣ ପାର୍ଥକ୍ୟ ରହିବ? ଏମିତି ସେମାନେ କଥା ହେଇ ସେ ଗଛରେ ବସି ରହିଲେ, ଆଉ କାଉ ଆରାମରେ ସେ ବସାରେ ଶୋଇ ରହିଲା। ରାତି ଯାଇ ସକାଳ ହେଲା। ସବୁ ସାଙ୍ଗ ପାଖ ଜଙ୍ଗଲକୁ ଯିବା ପାଇଁ ବାହାରିଲେ। ଆରେ କାଉ, ରାତି ସାରା ଏତେ ଶୋଇଲା ପରେ ବି ତ ନିଦ ଭାଙ୍ଗୁନି?
ଶୀଘ୍ର ଉଠୁ, ପାଖ ଜଙ୍ଗଲକୁ ଯିବା। ଆରେ ବାହ, କାଲି ରାତିରେ ବଢ଼ିଆ ନିଦ ହେଲା। ମୋର ସବୁ ଥକା ମେଣ୍ଟିଗଲା। ତାପରେ ପୁଣି ଥରେ ସବୁ ଚଢ଼େଇ ସେ ଦୂର ଜଙ୍ଗଲକୁ ଯିବା ପାଇଁ ବାହାରିଲେ। ସେମାନେ ଆଉ ରାସ୍ତାରେ କୋଉଠି ବି ଅଟକିଲେନି। ଶେଷରେ ସେମାନେ ପାହାଡ଼ ଉପରେ ଥିବା ସେ ଜଙ୍ଗଲରେ ପହଞ୍ଚିଗଲେ। ଆମ ପାଖରେ ଆଉ ବେଶୀ ସମୟ ନାହିଁ। ରାତି ହେବା ପୂର୍ବରୁ ଆମେ ଶୀଘ୍ର ଏକ ଘର ତିଆରି କରିବା। କାଉ, ତୁ ଯା ସମସ୍ତଙ୍କ ପାଇଁ ଖାଇବା ଖୋଜି ନେଇ ଆସିବୁ। ଆମେ 3 ଜଣ ମିଶି ରହିବା ପାଇଁ ଏକ ଘର ତିଆରି କରିବୁ। ଆଚ୍ଛା ଠିକ୍ ଅଛି, ମୁଁ ଯାଉଛି ଖାଇବା ଖୋଜି ନେଇ ଆସିବି। ତମେମାନେ ଭଲ ଘର ତିଆରି କର। କାଉ ଖାଇବା ଖୋଜିବା ପାଇଁ ଚାଲିଗଲା। ଆର 3 ଜଣ ଘର ତିଆରି କରିବା ପାଇଁ କାଠ, ଶୁଖିଲା ଘାସ ଏକାଠି କଲେ। ସେପଟେ କାଉ ଖାଇବା ଖୋଜୁ ଖୋଜୁ ଗୋଟିଏ ଗଛରେ ଖାଲି ରହିଥିବା ଏକ ଘର ଦେଖିଲା। ଆରେ ଏଠି ତ ଗୋଟେ ଖୋଲା ଘର ଅଛି। ଲାଗୁଛି ଏ ଘରେ କେହି ରହୁନାହାନ୍ତି। ଯା ହଉ, ରାତିରେ ଶୋଇବା ପାଇଁ ମୋତେ ଗୋଟେ ଘର ମିଳିଗଲା। ମୁଁ ଗୋଟେ କାମ କରେ, ମୁଁ କିଛି ଖାଇବା ଖାଇ ରାତିରେ ଏ ଘରେ ଶୋଇପଡ଼ିବି। ମୁଁ କାହିଁକି ଅନ୍ୟମାନଙ୍କ ପାଇଁ ଖାଇବା ନେବି? ଏତେ ପରିଶ୍ରମ କିଏ କରିବ? କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ଚଢ଼େଇମାନେ ରହିବା ପାଇଁ ଏକ ସୁନ୍ଦର ଘର ତିଆରି କରିନେଲେ। ହେଲେ କାଉ ଖାଇବା ଧରି ଫେରିଲାନି। ସବୁ ଚଢ଼େଇ ଚିନ୍ତାରେ ପଡ଼ିଗଲେ। ତୁମେମାନେ ଚିନ୍ତା କରନି, ମୁଁ ଯାଇ ଦେଖେ କାଉ ଏଯାଏଁ କାହିଁକି ଆସିଲାନି। ଏମିତି କହି ପାରା କାଉକୁ ଖୋଜିବା ପାଇଁ ଗଲା। କିଛି ଦୂର ଗଲା ପରେ ସେ ଦେଖିଲା କାଉ ଗୋଟେ ଗଛ ମୂଳେ ଶୋଇ ଘୁଙ୍ଗୁଡ଼ି ମାରୁଛି। ଆରେ କାଉ, ତତେ ଟିକେ ଲାଜ ଲାଗୁନି? ତୁ ଖାଇବା ଆଣିଦେବୁ ବୋଲି ଆମେ ତତେ କେତେବେଳୁ ଅପେକ୍ଷା କରି ବସିଛୁ, ଆଉ ତୁ ଏଠି ଆରାମରେ ଶୋଇଛୁ। ଶୋଇଲି ତ କ'ଣ ହେଇଗଲା? ନିଜ ଖାଇବା ନିଜେ ଖୋଜିକି ଖାଇନିଅ। ମୁଁ ତମମାନଙ୍କ ଘରେ ରହିବିନି। ସେପଟକୁ ଦେଖେ, ସେଇ ଯେଉଁ ଘର ଅଛି, ମୁଁ ରାତିରେ ସେଇଠି ଶୋଇବି। ଏବେ ଯା ଏଠୁ। ତୋ ଉପରେ ଭରସା କରି ଆମର ଭୁଲ ହେଇଗଲା। ରହ ତୁ ଏକୁଟିଆ। ରାତି ହେଇଗଲା। କାଉ ଖୋଲା ଥିବା ସେ ଘରେ ଯାଇ ଶୋଇ ରହିଲା। ସେ ଘର ବଡ଼ ବଡ଼ 2ଟି ଚିଲଙ୍କର ଥିଲା। ସେମାନେ ପାଖ ଜଙ୍ଗଲକୁ ଯାଇଥିଲେ। ଘରକୁ ଫେରି ଦେଖିଲେ କାଉ ତାଙ୍କ ଘରେ ଶୋଇଛି। ଏମିତି ଦେଖି ତ 2 ଚିଲ ବହୁତ ରାଗିଗଲେ। ଆଉ କିଛି କଥା ନ କହି କାଉକୁ ବହୁତ ପିଟିଲେ। ଆରେ ଏ ବଦମାସ କାଉ, ତୋର ସାହସ କେମିତି ହେଲା ଆମ ଘରେ ଶୋଇବା ପାଇଁ? ପୁରା ଘରକୁ ଅସନା କରିଦେଲା। ଶୀଘ୍ର ପଳା ଏଠୁ, ନହେଲେ ଆମେ ତତେ ପିଟି ପିଟି ମାରିଦେବୁ। କାଉ ଭୟରେ ସେଠାରୁ ଚାଲି ଆସିଲା। ସେପଟେ ବଣି, ଚଢ଼େଇ ଆଉ ପାରା ଶାନ୍ତିରେ ନିଜ ଘରେ ଶୋଇଥିଲେ। କାଉ ଘର ବାହାରେ ଥିବା ଏକ ଗଛରେ ବସିଥିଲା। ସେ ନିଜ ଭୁଲ ବୁଝିପାରି ଅନୁତାପ କରୁଥିଲା। ସକାଳେ ସେ ତା ସାଙ୍ଗମାନଙ୍କୁ କେମିତି କ୍ଷମା ମାଗିବ ଚିନ୍ତା କରୁଥିଲା। ଆଉ ରାତି ସାରା ସେ ସେଇ ଗଛରେ ରହିଲା। ଓଃ, କି ଶୀତ! ତମେ ଏତେ କାମଚୋର ବୋଲି ମୁଁ ଜାଣିନଥିଲି। ଘର ତିଆରି ବି କହି କହି ଏଯାଏଁ ଘର ତିଆରି କଲନି। ଶୀତ ଦିନ ତ ଆସିଗଲା, ଆଉ କେବେ ଘର ତିଆରି କରିବ? ଜଙ୍ଗଲର ସବୁ ଚଢ଼େଇ ନିଜ ପାଇଁ ଘର ତିଆରି କରିସାରିଲେଣି। ଥଣ୍ଡା ତ ମୋତେ ବି ବହୁତ ଲାଗୁଛି। ଏବେ ଆମେ ଆଉ କ'ଣ କରିପାରିବା? ପ୍ରତିଦିନ ଆମେ ପାଳି କରି ସବୁ ଚଢ଼େଇଙ୍କ ଘରେ ରହିସାରିଛେ। ଆଜି ଆମକୁ ଆଉ କେହି ବି ତାଙ୍କ ଘରେ ରହିବାକୁ ଦେବେନି। ଏ ଥଣ୍ଡାରେ ମୋତେ ବହୁତ ଭୋକ ଲାଗିଲାଣି। ଯାଅ କିଛି ଖାଇବା ନେଇ ଆସ। ଆରେ ଏତେ ଥଣ୍ଡାରେ ମୁଁ ଖାଇବା କୋଉଠୁ ପାଇବି? ମୁଁ ତ ଉଡ଼ି ବି ପାରିବିନି। ଜଙ୍ଗଲର ସବୁ ଚଢ଼େଇ ନିଜ ଘରେ ବହୁତ ଖାଇବା ଜମା କରି ରଖିଛନ୍ତି। ମୁଁ କ'ଣ କହୁଥିଲି କି, ଆଜି ରାତିରେ ଆମେ ଚଢ଼େଇମାନେ ଜମା କରିଥିବା ସବୁ ଖାଇବା ଚୋରି କରି ନେଇ ଆସିବା। ଖାଇବା ଚୋରି କରି ଆମେ କୋଉଠିକି ଯିବା? ଆମର ଏଇ ଘରକୁ ହିଁ ଫେରିବା। ସକାଳେ ସବୁ ଚଢ଼େଇ ଏକଥା ଜାଣିଯିବେ, ଆଉ ଆମକୁ ଧରି ପକେଇବେ। ଆରେ ନା ନା, ଆମେ ଆଉ ଏ ଘରେ ରହିବାନି। ଜଙ୍ଗଲ ପାଖରେ ଯେଉଁ ଗୁମ୍ଫା ଅଛି, ଖାଇବା ସବୁ ଚୋରି କରି ଆମେ ସେଇ ଗୁମ୍ଫାରେ ରହିବା। ଗୁମ୍ଫା ଭିତରେ ବେଶୀ ଥଣ୍ଡା ବି ଲାଗିବନି। ହଁ, ତୁ ଠିକ୍ କହିଛୁ। ଖାଇବା ସବୁ ଚୋରି କରି ଆମେ ସେଇ ଗୁମ୍ଫାରେ ରହିବା। ଚଢ଼େଇମାନେ ଏସବୁ ଜାଣିପାରିବେନି, ଆଉ ଆମେ ଆରାମରେ ଶୀତଦିନ କାଟିପାରିବା। ମା, ବାହାରେ କେତେ ସୁନ୍ଦର ବରଫ ପଡୁଛି। ମତେ ବାହାରେ ଖେଳିବା ପାଇଁ ବହୁତ ଇଚ୍ଛା ହଉଛି। ମତେ ଟିକେ ବାହାରକୁ ଛାଡ଼ ନା। ଆରେ ନା ନା ଧନ, ବାହାରେ ବହୁତ ଥଣ୍ଡା। ତୋ ଦେହ ଖରାପ ହେଇଯିବ। ତୁ ଘର ଭିତରେ ଖେଳେ। ଶୀତ ଦିନ ହେବାରୁ ମା ଚଢ଼େଇ ତା ଘରେ ବହୁତ ଖାଇବା ଜମା କରି ରଖିଥିଲା। କିଛି ସମୟ ପରେ ରାତି ହେଇଗଲା। ସବୁ ଚଢ଼େଇ ଶୋଇପଡ଼ିଲେ।
ଭଲ ହେଲା ତୁ ନିଆଁ ଜଳିଲୁ, ଟିକେ ଥଣ୍ଡାରୁ ରକ୍ଷା ମିଳିଲା। ଥଣ୍ଡାକୁ ଛାଡ଼, ଦେଖ ରାତି ହେଇଗଲାଣି, ସବୁ ଚଢ଼ି ଶୋଇଯାଇଥିବେ। ଚୋରି କରିବା ପାଇଁ ଏଇଟା ଠିକ୍ ସମୟ। ଚାଲ ଶୀଘ୍ର ତାଙ୍କର ସବୁ ଖାଇବା ଚୋରି କରି ନେଇ ଆସିବା। ଏମିତି କାଉମାନେ ଯୋଜନା କରି ସେଇ ରାତିରେ ସବୁ ଚଢ଼େଇଙ୍କ ଘରୁ ଖାଇବା ଚୋରି କରି ନେଇ ଆସିଲେ। ଖାଇବା ସବୁ ତ ନେଇ ଆସିଲେ, ଚାଲ ଏବେ ସେ ଗୁମ୍ଫାକୁ ପଳେଇବା। ଚଢ଼େଇମାନେ ଯେତେ ଖୋଜିଲେ ବି ଆମକୁ ଆଉ ପାଇବେନି। ହଁ ହଁ, ଚାଲ ଚାଲ, ଗୋଟେ ବସ୍ତା ଖାଇବା ମୁଁ ଧରୁଛି, ଆଉ ଗୋଟେ ବସ୍ତା ତମେ ଧର। ତାପରେ ସେମାନେ ସବୁ ଖାଇବା ଧରି ଜଙ୍ଗଲ ପାଖରେ ଥିବା ଗୁମ୍ଫାକୁ ଚାଲିଗଲେ। ଗୁମ୍ଫା ଭିତରଟି ବହୁତ ଅନ୍ଧାର ଥିଲା। ଆରେ ଏ ଗୁମ୍ଫା ଭିତରଟା କେତେ ଅନ୍ଧାର, କିଛି ବି ଦେଖାଯାଉନି। ମୋ ପାଖରେ କିଛି କାଠ ଅଛି, ରୁହ ମୁଁ ଏବେ ନିଆଁ ଜଳାଉଛି। ତାପରେ ସେମାନେ ନିଆଁ ଜଳେଇଲେ ଆଉ ରାତିରେ ସେଇଠି ଶୋଇପଡ଼ିଲେ। ସକାଳ ହେଲା ପରେ ଚଢ଼େଇମାନେ ଉଠି ଜାଣିଲେ ଯେ ସେମାନେ ଜମା କରିଥିବା ସବୁ ଖାଇବା ଚୋରି ହେଇଯାଇଛି। ଶୀତରେ ଖାଇବା ମିଳିବ ନାହିଁ ଭାବି ମୁଁ ଘରେ ବହୁତ ଗୁଡ଼ିଏ ଖାଇବା ଜମା କରି ରଖିଥିଲି। ମୋର ସବୁ ଖାଇବା କୁଆଡ଼େ ଗଲା? କିଏ ନେଇଗଲା ମୋ ସବୁ ଖାଇବା? ଆରେ ଧନ, ମୁଁ କାଲି ଏଇ ଜାଗାରେ ଆମର ସବୁ ଖାଇବା ରଖିଥିଲି ନା, ଘରେ ତ ଆଉ ଖାଇବା ନାହିଁ, କୁଆଡ଼େ ଗଲା? ଏମିତି ଲାଗୁଛି ରାତିରେ କିଏ ଆମର ସବୁ ଖାଇବା ଚୋରି କରି ନେଇଯାଇଛି। ଖାଇବା ଚୋରି ହେବା ପରେ ଚଢ଼େଇମାନେ ବହୁତ ଚିନ୍ତାରେ ଥିଲେ। ସେପଟେ କାଉମାନଙ୍କର ନିଦ ଭାଙ୍ଗିଲା ପରେ ସେମାନେ ଦେଖିଲେ ଗୋଟେ ବଡ଼ ଚିଲ ତାଙ୍କ ପାଖରେ ବସି ତାଙ୍କୁ ଦେଖୁଛି। ଚିଲ ଆଜ୍ଞା, ଆପଣ ଏଠାକୁ କାହିଁକି ଆସିଛନ୍ତି? ଏ ଗୁମ୍ଫାରେ ମୁଁ ଆଉ ମୋ ସ୍ତ୍ରୀ ରହୁଛୁ, ଆପଣ ଏଠାରୁ ଶୀଘ୍ର ଚାଲିଯାଆନ୍ତୁ। ମୂର୍ଖ କାଉ ଦଳ, ଏ ଗୁମ୍ଫା ମୋର। ମୁଁ ବହୁତ ଦିନରୁ ଏ ଗୁମ୍ଫାରେ ରହୁଛି, ମୋ ଗୁମ୍ଫାରୁ ମୋତେ ବାହାର କରୁଛ? ବହୁତ ଦିନରୁ ମୁଁ ଚଢ଼େଇ ମାଂସ ଖାଇନି, ଶୀତ ଯୋଗୁଁ ଚଢ଼େଇମାନେ ଘରୁ ବାହାରୁ ନାହାନ୍ତି। ଭଲ ହେଲା ତମେ ଦୁଇ ଜଣ ଏଠାକୁ ଆସିଲ, ଏବେ ମୁଁ ତମମାନଙ୍କୁ ମାରି ତମର ମାଂସ ଖାଇବି। ନା ନା, ଆମକୁ ମାରନି, ଯଦି ଆମକୁ ଛାଡ଼ିଦେବ ଆମେ ତମକୁ ବହୁତ ଚଢ଼େଇ ମାଂସ ଖାଇବାକୁ ଦେବୁ। ହେଲେ କେମିତି? ମୁଁ ତତେ ଛାଡ଼ିଦେଲେ ତୁ ଚଢ଼େଇ ମାଂସ କୋଉଠୁ ଆଣିବୁ? ମୁଁ ସବୁ ଚଢ଼େଇଙ୍କ ଘରକୁ ଯାଇ କହିବି ଏ ଗୁମ୍ଫାରେ ବହୁତ ଖାଇବା ଅଛି। ଖାଇବା ଲୋଭରେ ସବୁ ଚଢ଼େଇ ଗୁମ୍ଫା ଭିତରକୁ ଆସିଯିବେ। ତାପରେ ତୁମେ ସବୁ ଚଢ଼େଇଙ୍କୁ ମାରି ଖାଇପାରିବ ଆଉ ଆମକୁ ଛାଡ଼ିଦେବ। ଏମିତି ଶୁଣି ଚିଲ ମନରେ ଲୋଭ ଆସିଲା। ସେ କାଉଙ୍କ କଥାରେ ରାଜି ହେଇଗଲା। ଠିକ୍ ଅଛି କାଉ, ତୁ ଯା ଚଢ଼େଇଙ୍କୁ ଧରି ଏ ଗୁମ୍ଫାକୁ ଆଣିବୁ। ତୁ ନ ଆସିବା ଯାଏଁ ତୋ ସ୍ତ୍ରୀ ଏଇଠି ରହିବ। ଠିକ୍ ଅଛି, ମୁଁ ଯାଉଛି, ହେଲେ ମୋ ସ୍ତ୍ରୀର କିଛି କ୍ଷତି କରିବେନି। ହଁ ହଁ, ସେ ଏଇଠି ସୁରକ୍ଷିତ ଥିବ, ତୁ ବେଶୀ କଥା ନ କହି ଶୀଘ୍ର ଯା। ତାପରେ କାଉ ଜଙ୍ଗଲ ଭିତରକୁ ଗଲା ଆଉ ଚଢ଼େଇମାନଙ୍କୁ ମିଛ କଥା କହି ତା ସାଙ୍ଗରେ ଆଣିଲା। ଆରେ ଚଢ଼େଇ, ଜଙ୍ଗଲ ପାଖରେ ଯେଉଁ ଗୁମ୍ଫା ଅଛି ସେଠି ବହୁତ ଖାଇବା ଅଛି। ଆମେ ସବୁ ଚଢ଼େଇ ଖାଇବା ଆଣିବାକୁ ଯାଉଛୁ, ତୁ ବି ଆମ ସାଙ୍ଗରେ ଚାଲ। ଆରେ ଧନ, ମୁଁ ଖାଇବା ଆଣିବାକୁ ଯାଉଛି, ତୁ ଘର ଭିତରେ ଥିବୁ, ଏକୁଟିଆ ବାହାରକୁ ଯିବୁନି। ଏମିତି କାଉ ସବୁ ଚଢ଼େଇଙ୍କୁ ଧରି ଜଙ୍ଗଲ ପାଖରେ ଥିବା ଗୁମ୍ଫାକୁ ଗଲା। ଚିଲ ସେମାନଙ୍କୁ ଅପେକ୍ଷା କରିଥିଲା। ଏତେ ଗୁଡ଼ିଏ ଚଢ଼େଇଙ୍କୁ ଦେଖି ଚିଲ ବହୁତ ଖୁସି ହେଇଗଲା। ଏଇ ଦେଖନ୍ତୁ ଚିଲ ଆଜ୍ଞା, ମୁଁ ଚଢ଼େଇଙ୍କୁ ନେଇ ଆସିଲି, ଏବେ ମୋତେ ଆଉ ମୋ ସ୍ତ୍ରୀକୁ ଛାଡ଼ି ଦିଅନ୍ତୁ। ଆରେ ବାଃ କାଉ, ତୁ ତ ବହୁତ ଚଢ଼େଇଙ୍କୁ ଧରି ଆଣିଛୁ, ଏବେ ମୁଁ ଏ ସବୁ ଚଢ଼େଇଙ୍କୁ ମାରି ଖାଇବି ଆଉ ବହୁତ ମଜା କରିବି। ତା ମାନେ କାଉ, ତୁ ଆମକୁ ମିଛ କଥା କହି ଏଠାକୁ ଆଣିଛୁ? ମୋତେ ତମେମାନେ କ୍ଷମା କରିଦିଅ, ଏ ଚିଲ ମୋ ସ୍ତ୍ରୀକୁ ବନ୍ଦୀ କରି ରଖିଥିଲା। ମୁଁ ଯଦି ତମମାନଙ୍କୁ ଆଣିନଥାନ୍ତି ସେ ମୋତେ ଆଉ ମୋ ସ୍ତ୍ରୀକୁ ଖାଇ ଦେଇଥାନ୍ତା। ସବୁ ଚଢ଼େଇ ଚିଲକୁ ଦେଖି ଖୁବ୍ ଡରିଗଲେ। ସେ ଚଢ଼େଇମାନଙ୍କ ଭିତରୁ ଗୋଟେ ଚଢ଼େଇ ଥିଲା ବହୁତ ଚାଲାକ। ସେ ଚିଲକୁ ନ ଡରି ତାକୁ କହିଲା, ଚିଲ ଆଜ୍ଞା, ମୁଁ ଯଦି ଜାଣିଥାନ୍ତି ଆପଣ ଆମକୁ ଖାଇବେ, ମୁଁ ମୋ ଛୁଆଙ୍କୁ ବି ସାଙ୍ଗରେ ଆଣିଥାନ୍ତି। ମୋର 5ଟି ଛୁଆ, ସେମାନେ ଆସିଥିଲେ ଆପଣ ତାଙ୍କୁ ବି ଖାଇପାରିଥାନ୍ତେ। ହଁ ହଁ, ମୁଁ ତ ଛୁଆଙ୍କୁ ବି ଖାଇବି, ତୁ ଯା ଶୀଘ୍ର ତ ଛୁଆଙ୍କୁ ଧରି ଏଠାକୁ ଆସିବୁ। ମୋ ଛୁଆମାନେ ଉଡ଼ି ଶିଖି ନାହାନ୍ତି, ମୁଁ ଏକା ଏତେ ଛୁଆଙ୍କୁ ଧରି କେମିତି ଆସିବି? ଆପଣ ବି ମୋ ସାଙ୍ଗରେ ଚାଲନ୍ତୁ, ଏକାଥରେ ସବୁ ଛୁଆଙ୍କୁ ଧରି ଗୁମ୍ଫାକୁ ନେଇ ଆସିବେ। ଚଢ଼େଇ ଛୁଆ ଖାଇବା ଲୋଭରେ ଚିଲ ବି ଏକଥାରେ ରାଜି ହେଇଗଲା ଆଉ ସେ ଚଢ଼େଇ ସହ ତା ଘରକୁ ଯିବା ପାଇଁ ବାହାରିଲା। ସେ ଗୁମ୍ଫାର ବାହାର ପଟୁ ଗୋଟେ ବଡ଼ ପଥର ଦେଇ ଗୁମ୍ଫାର ରାସ୍ତା ବନ୍ଦ କରିଦେଲା
ଆଉ ତାପରେ ସେ ଚଢ଼େଇ ସହ ତା ଘରକୁ ଗଲା। ଆରେ ଚଢ଼େଇ, ଯା ଘର ଭିତରୁ ତ 5 ଛୁଆଙ୍କୁ ଧରି ବାହାରକୁ ଆସିବୁ। ଏମିତି କେମିତି ମୋ ଉପରେ ବିଶ୍ୱାସ କରୁଛନ୍ତି? ମୁଁ ଯଦି ଭିତର ପଟୁ କବାଟ ବନ୍ଦ କରିଦେଲି ତାହେଲେ ତ ଆପଣ ମୋତେ ଆଉ ଖାଇପାରିବେନି। ମୋ ଘର ତ ବହୁତ ଶକ୍ତ, ଯେତେ ଚେଷ୍ଟା କଲେ ବି ମୋ ଘର ଏତେ ସହଜରେ ଭାଙ୍ଗିବନି। ଆପଣ ମୋ ଘର ଭିତରକୁ ଯାଇ ମୋ ଛୁଆଙ୍କୁ ନେଇ ଆସନ୍ତୁ। ଚଢ଼େଇର ଚାଲାକି ଚିଲ ବୁଝିପାରିଲାନି। ସେ ଯେମିତି ଘର ଭିତରକୁ ଗଲା, ଚଢ଼େଇ ବାହାର ପଟୁ କବାଟକୁ ବନ୍ଦ କରିଦେଲା। ଚଢ଼େଇ, ଏଠି ତ ତୋର ଗୋଟେ ବି ଛୁଆ ନାହିଁ। ତୁ ମୋତେ ମିଛ କହିବାକୁ ସାହସ କେମିତି କଲୁ? ରହ, ମୁଁ ତତେ ଏବେ ଛାଡ଼ିବିନି। ଏ ଘରୁ ବାହାରିଲେ ସିନା ତୁମର କିଛି କ୍ଷତି କରିପାରିବୁ। ଏବେ ତୁ ଆଉ ଏ ଘରୁ କେବେ ବି ବାହାରି ପାରିବୁନି। ଏ ଘର ବହୁତ ମଜବୁତ, ତୁ ଭାଙ୍ଗି ବି ପାରିବୁନି। ଏବେ ତୁ ଏଇଠି ବନ୍ଦୀ ହେଇ ରହିଥା। ଏମିତି ସେ ଚଢ଼େଇ ଚିଲକୁ ବୋକା ବନେଇ ତା ଘରେ ସବୁଦିନ ପାଇଁ ବନ୍ଦୀ କରି ରଖିଦେଲା। ତାପରେ ସେ ଶୀଘ୍ର ଗୁମ୍ଫା ପାଖକୁ ଯାଇ ତାର ପଥର ହଟେଇଲା। ଭିତରକୁ ଯାଇ ସେ ସମସ୍ତଙ୍କୁ ଚିଲର ସବୁ ଘଟଣା କହିଲା। ଆରେ ବା ଚଢ଼େଇ, ତ ବୁଦ୍ଧି ଯୋଗୁଁ ଆଜି ଆମ ସମସ୍ତଙ୍କର ଜୀବନ ବଞ୍ଚିଗଲା। ମୁଁ କେବଳ ତମମାନଙ୍କ ପାଇଁ ଏଠାକୁ ଆସିଲି। ଏ କାଉ ଆମ ସହ ଯାହା ବି କରିଛି ତା ପାଇଁ ମୁଁ ତାକୁ କେବେ ବି କ୍ଷମା କରିବିନି। ସବୁ ଚଢ଼େଇ ବି କାଉମାନଙ୍କ ଉପରେ ବହୁତ ରାଗି ଯାଇଥିଲେ। ସେମାନେ ସେଠି ଥିବା ଖାଇବା ଧରି ଗୁମ୍ଫା ବାହାରକୁ ଆସିଲେ, ଆଉ ସେଇ ବଡ଼ ପଥରକୁ ଗୁମ୍ଫା ବାହାରେ ରଖି ତାର ରାସ୍ତା ବନ୍ଦ କରିଦେଲେ। ତାପରେ ସେମାନେ ନିଜ ନିଜ ଖାଇବା ଧରି ଘରକୁ ଫେରିଲେ। ଆରେ ଚଢ଼େଇ, ତ ଘରେ ତ ସେ ଚିଲ ବନ୍ଦୀ ହେଇ ଅଛି। ଆଜିଠୁ ତୁ ମୋ ଘରେ ରହ। ସେ ଚଢ଼େଇ ବି ମା ଚଢ଼େଇ କଥାରେ ରାଜି ହେଇଗଲା। ଚିଲ ପାଖରୁ ମୁକ୍ତ ହେଇ ସବୁ ଚଢ଼େଇ ବହୁତ ଖୁସି ଥିଲେ, ଆଉ ଶାନ୍ତିରେ ନିଜ ଜଙ୍ଗଲରେ ରହିଲେ। ଆରେ ଦେଖ ଦେଖ, ସେ ଗରିବ କୁନି କେମିତି ଛିଡ଼ା ଚାଦର ଘୋଡ଼ି ହେଇଛି। ହଁ, ତୁ ଠିକ କହିଲୁ। ଆରେ କୁନି, ତତେ ଆମେ ମନା କରିଥିଲୁ ନା ତୁ ଆମ ପାଖକୁ ଆସିବୁନି? ଜାଣିଛୁ ତୁ କେମିତି ଦେଖାଯାଉଛୁ? ଏ ଛିଡ଼ା ଚାଦର ଘୋଡ଼େଇ ହେଇ ତୁ ଗୋଟେ ଭିକାରୀ ପରି ଦେଖାଯାଉଛୁ। ଚୁପ୍ କର ତମେ ମାନେ, ମୋର ଏମିତି ମଜା ଉଡାଉନି। ଚାଦର ଭଲ ହେଉ କି ଛିଡ଼ା, ଥଣ୍ଡା ନ ଲାଗିଲେ ହେଲା, ବୁଝିଲ? ଆଉ ହଁ, କାହାକୁ ବି ଗରିବ କହି ତାର ଥଟ୍ଟା ମଜା କରିବନି। ସେମିତି କଲେ ତମମାନଙ୍କ ସହ କେବେ ଭଲ ହେବନି। ଆମକୁ ଆଉ ବେଶୀ ଜ୍ଞାନ ଦେନି, ତାପରି ଗରିବ ମାନେ ହିଁ ଏମିତି କୁହନ୍ତି। ହଁ, ଠିକ କଥା। ମୋ ମା କହିଥିଲେ ଏ ଗରିବ ମାନଙ୍କ ସହ କଥା ହେଲେ ଆମେ ବି ଗରିବ ହେଇଯିବା। ଚାଲ ଚାଲ, ୟା ସହ କଥା ନ ହିଁ ଘରକୁ ଯିବା। ଏମିତି କଥା ହେଇ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। କିରେ ମା, କଣ ହେଲା? ତୁ ତ ଖେଳିବା ପାଇଁ ଯାଇଥିଲୁ, ଏମିତି ମନ ଦୁଃଖରେ କାହିଁକି ଫେରିଲୁ? ମା, ମୋ ପାଖରେ ଛିଡ଼ା ଚାଦର ଅଛି ବୋଲି କେହି ମୋ ସହ ଖେଳୁନାହାନ୍ତି। ସମସ୍ତେ ମତେ ଗରିବ କହି ମୋର ମଜା ଉଡାଉଛନ୍ତି। ମାରି, ମୋ ପାଖରେ ଯେତେବେଳେ ଟଙ୍କା ହେବ ମୁଁ ତୋ ପାଇଁ ନୂଆ ସ୍ୱେଟର କିଣିଦେବି। ମୋ ସୁନା ଝିଅଟା ପରା, ଆଉ ମନ ଦୁଃଖ କରନି। ଠିକ ଅଛି ମା, ମୋ ପାଇଁ ଚିନ୍ତା କରନି, ମୁଁ ଆଉ ମନ ଦୁଃଖ କରିବିନି। ହେଲେ ମା, ତୁମେ କୁରାଢ଼ୀ ଧରି କୋଉଠିକି ଯାଉଛ? ମୁଁ କାଠ ଆଣିବାକୁ ଯାଉଛି ରେ ମା। ଯେମିତି ଶୀତ ବଢି ଚାଲିଛି, ଲାଗୁଛି କିଛି ଦିନ ପରେ ହିଁ ବରଫ ବର୍ଷା ହେବ। ଆମ ଘର ବହୁତ ଦୁର୍ବଳ। ଯଦି ଆମେ କାଠରେ ମରାମତି ନ କରିବା, ବରଫ ବର୍ଷା ହେଲେ ଆମ ଘର ଭାଙ୍ଗିଯିବ। ମା, ମୁଁ ବି ତୁମ ସାଙ୍ଗରେ ଯିବି। ଆରେ ନାଇଁ ରେ ମା, ବହୁତ ଶୀତ ଲାଗୁଛି। ଏମିତି ଶୀତରେ ତୁ ବାହାରକୁ ଯାନି, ତୋ ଦେହ ଖରାପ ହେଇପାରି। ତୁ ଘରେ ଥା, ମୁଁ ଶୀଘ୍ର କାଠ ଧରି ଫେରି ଆସିବି। ତାପରେ ମା ଚଢ଼େଇ କାଠ ଆଣିବା ପାଇଁ ଜଙ୍ଗଲ ଭିତରକୁ ଗଲା। କିଛି ସମୟ ଖୋଜିଲା ପରେ ସେ ଗୋଟେ ଶୁଖିଲା ଗଛ ପାଇଲା। ସେ କିଛି କାଠ ଧରି ଘରକୁ ଫେରିଲା, ଆଉ ତା ଘର ମରାମତି ଆରମ୍ଭ କଲା। ଏ ସବୁ ଦେଖି ଦୁଇ କାଉ ତା ପାଖକୁ ଆସିଲେ। ଆରେ ଦେଖ ଦେଖ, ଏ ଗରିବ ଚଢ଼େଇ କେମିତି ପରିଶ୍ରମ କରୁଛି ଦେଖ। ଯା ହଉ, ଆମେ ଅନେକ ଧନୀ, ଆମକୁ ଏମିତି କଷ୍ଟ କରିବାକୁ ପଡୁନି। ହଁ, ଠିକ କଥା। ଆମକୁ ଆଉ କଷ୍ଟ କରିବାକୁ ପଡ଼ିବନି। ଆମେ ଏବେ ଆରାମରେ ବସି ବସି ଏ ଶୀତ ଦିନକୁ ଉପଭୋଗ କରିବୁ। ଶୁଣ କାଉ ଭାଇ, କାଉ ଭଉଣୀ, ତୁମେ ଯେତେ ଧନୀ ହେଲେ ବି ଅଳସୁଆ ହେବା ଠିକ ନୁହଁ। ଆହୁରି 2-3 ମାସ ଶୀତ ରହିବ। ଥରେ ବରଫ ବର୍ଷା ଆରମ୍ଭ ହେଇଗଲେ ଆଉ ଖାଇବା ମିଳିବନି। ଆମେ ଯେତିକି ଖାଇବା ଜମା କରି ରଖିଛୁ, ଏ ବର୍ଷ ଶୀତ କଣ, ଆର ବର୍ଷ ଶୀତରେ ବି ଖାଇବା ଖୋଜିବାକୁ ପଡିବନି। ତୁ ନିଜ କଥା ଚିନ୍ତା କର ଚଢ଼େଇ।
ଆରେ ଚାଲ ଚାଲ ଘରକୁ ଯିବା। ଏମିତି କହି ଦୁଇ କାଉ ସେଠାରୁ ଉଡ଼ି ଚାଲିଗଲେ। ଚଢ଼େଇ ନିଜ ଘରକୁ ମଜବୁତ କଲା ଆଉ ନିଜ ଘରେ କିଛି ଖାଇବା ଯୋଗାଡ଼ କରି ରଖିଲା। ଆରେ ଏ କଣ, ଅଧା ରାସ୍ତାରେ ମୋ ଗାଡ଼ି ଖରାପ ହେଇଗଲା। ସହରକୁ ଯିବା ପାଇଁ ଅନେକ ସମୟ ଲାଗିବ। ମୁଁ ଏବେ ମେକାନିକ କୋଉଠି ପାଇବି? ଆଗକୁ ଯାଇ ଦେଖେ, ହୁଏତ ଏ ଜଙ୍ଗଲରେ କୋଉଠି ମେକାନିକ ପାଇଯିବି। ଏମିତି କହି ଚିଲ ଆଗକୁ ଗଲା। ସେ ମେକାନିକ ଖୋଜୁ ଖୋଜୁ ରାତି ହେଇଗଲା। ରାତିରେ ବରଫ ପଡ଼ିଲା। ଭାରି ଥଣ୍ଡା ଲାଗୁଛି। ମୁଁ ଆଜି ଘରକୁ ଆଉ ଫେରି ପାରିବିନି। ଆଜି ରାତି ମତେ ଏଇ ଜଙ୍ଗଲରେ ରହିବାକୁ ପଡ଼ିବ। ଘରେ କିଏ ଅଛ? ଦୟାକରି କବାଟ ଖୋଲ। କିଏ ତୁମେ? ଆମେ ତ ତୁମକୁ ଆଗରୁ ଏ ଜଙ୍ଗଲରେ ଦେଖିନୁ। ମୁଁ ସହରକୁ ଯାଉଥିଲି। ରାସ୍ତାରେ ମୋ ଗାଡ଼ି ଖରାପ ହେଇଗଲା। ମେକାନିକ ଖୋଜିବାକୁ ମୁଁ ଏ ଜଙ୍ଗଲକୁ ଆସିଥିଲି। ମେକାନିକ ଖୋଜୁ ଖୋଜୁ ରାତି ହେଇଗଲା। ମତେ ବହୁତ ଥଣ୍ଡା ଲାଗୁଛି। ଦୟାକରି ଆଜି ରାତି ମତେ ତୁମ ଘରେ ଆଶ୍ରୟ ଦେଇଥାଅ। ସକାଳ ହେଉ ହେଉ ମୁଁ ଚାଲିଯିବି। ଆଚ୍ଛା, ଯଦି ଆମେ ତୁମକୁ ଆମ ଘରେ ରଖିବୁ ତାହେଲେ ତୁମେ ଆମକୁ କଣ ଦେବ? ଏବେ ତ ମୋ ପାଖରେ କିଛି ବି ନାହିଁ, ହେଲେ ମୁଁ କଥା ଦେଉଛି, ମୁଁ ଯେବେ ଘରକୁ ଯିବି ତୁମମାନଙ୍କ ପାଇଁ କିଛି ନା କିଛି ଉପହାର ପଠେଇ ଦେବି। ନା ନା, ଆମକୁ ତୁମ କଥା ଉପରେ ବିଶ୍ୱାସ ନାହିଁ। ଯଦି ଆମ ଘରେ ରହିବ ଆଗ କିଛି ଦିଅ, ନହେଲେ ଆମକୁ ବିରକ୍ତ ନ କରି ଏଠୁ ଚାଲିଯାଅ। କାଉ ମାନେ ଚିଲକୁ ତାଙ୍କ ଘରୁ ବାହାର କରିଦେଲେ। ଚିଲ ମନ ଦୁଃଖରେ ଆଗକୁ ଗଲା। ଏମିତି ଯାଉ ଯାଉ ଚଢ଼େଇ ଘର ଆଗରେ ସେ ବେହୋସ ହେଇଗଲା। ତାକୁ ଦେଖି ଚଢ଼େଇ ଆଉ ତାର ଝିଅ ବାହାରକୁ ଆସିଲେ। ମା ମା ଦେଖ, ଏ ଅଙ୍କଲ ବେହୋସ ହେଇଯାଇଛନ୍ତି। ଲାଗୁଛି ଥଣ୍ଡା ପାଇଁ ଚିଲ ଭାଇ ବେହୋସ ହେଇଯାଇଛନ୍ତି। ମାରି ତୁ ଯା, ନିଆଁ ଜଳିବୁ। ଚିଲ ଭାଇ ନିଆଁ ପାଖରେ ରହିଲେ ଖୁବ ଶୀଘ୍ର ସୁସ୍ଥ ହେଇଯିବେ। ଠିକ ଅଛି ମା, ମୁଁ ଏବେ ନିଆଁ ଜଳାଉଛି। ତାପରେ ଚଢ଼େଇ ଚିଲକୁ ନେଇ ଘର ଭିତରକୁ ଗଲା। କିଛି ସମୟ ପରେ ଚିଲର ହୋସ ଆସିଲା। ମା ଚଢ଼େଇ ଚିଲକୁ ସବୁ ଘଟଣା କହିଲା। ବହୁତ ବହୁତ ଧନ୍ୟବାଦ ଚଢ଼େଇ ଭଉଣୀ, ତୁମେ ଆଜି ମୋର ଜୀବନ ରକ୍ଷା କଲ। ମୁଁ ତୁମର ଏ ଉପକାର କେବେ ଭୁଲିବିନି। ଚିଲ ଭାଇ, ତୁମକୁ ଭୋକ ଲାଗିଥିବଣି, କିଛି ସମୟ ଅପେକ୍ଷା କର, ମୁଁ ଏବେ ଖାଇବା ଆଣିଦେଉଛି। ଏମିତି ସେମାନେ ସମସ୍ତେ ଖାଇବା ଖାଇଲେ। ସକାଳ ହେଲା ପରେ ଚିଲ ତା ଘରକୁ ଗଲା। ସେ ମିଟୁକୁ କିଛି ଟଙ୍କା ଦେଇ କହିଲା, ମୁଁ ଏ କାଗଜରେ ଚଢ଼େଇର ଠିକଣା ଲେଖିଦେଇଛି। ଏ ସବୁ ଜିନିଷ ଆଉ ଖାଇବା ଚଢ଼େଇ ଘରେ ଠିକ ଭାବରେ ପହଞ୍ଚେଇ ଦେବୁ। ଆପଣ ଚିନ୍ତା କରନ୍ତୁନି ଚିଲ ଆଜ୍ଞା, ମୁଁ ସଠିକ ଭାବରେ ଚଢ଼େଇ ଘରେ ଏ ସବୁ ଜିନିଷ ପହଞ୍ଚେଇ ଦେବି। ତାପରେ ମିଟୁ ଜଙ୍ଗଲ ଭିତରକୁ ଗଲା ଆଉ ମା ଚଢ଼େଇର ଠିକଣା ଖୋଜିଲା। ଆରେ ପକ୍ଷୀ, ଏ ଠିକଣା ଥିବା ଚଢ଼େଇ ଘର କୋଉଠି ଟିକେ କହିପାରିବୁ? ଆରେ ତୁମେ ତ ରିନୁ ଚଢ଼େଇର ଘରକୁ ଯାଉଛ। ସେ ତ ଅନେକ ଗରିବ, ଏତେ ସାରା ଜିନିଷ ସେ କେମିତି କିଣିଲା? ମିଟୁ ସେମାନଙ୍କୁ ସବୁ କଥା କହିଲା ଆଉ ଆଗକୁ ଗଲା। ସବୁ କଥା ଜାଣି ତ କାଉମାନେ ମନ ଦୁଃଖରେ ଅଫସୋସ କଲେ। ଆରେ ଆମେ କେତେ ବଡ଼ ଭୁଲ କରିଦେଲେ। କାଲି ଯଦି ଆମେ ସେ ଚିଲକୁ ଆମ ଘରେ ରହିବାକୁ ଦେଇଥାନ୍ତେ, ଆଜି ସେ ଉପହାର ଆମେ ପାଇପାରିଥାନ୍ତେ। ଏମିତି ମନ ଦୁଃଖ କରି କାଉମାନେ ଘରକୁ ଗଲେ। ସେପଟେ ମିଟୁ ସବୁ ଜିନିଷ ଧରି ମା ଚଢ଼େଇ ଘରେ ପହଞ୍ଚିଲା। ଆରେ ଚଢ଼େଇ, ତୁ କାଲି ଚିଲ ଭାଇଙ୍କୁ ସାହାଯ୍ୟ କରିଥିଲୁ ନା? ସେ ତୋ ପାଇଁ କିଛି ଉପହାର ପଠେଇଛନ୍ତି। ଏସବୁ ଶୀତ ଦିନର ପୋଷାକ, ଆଉ କିଛି ଖାଇବା, ଆଉ ଏ ଟଙ୍କା ବ୍ୟାଗକୁ ବି ରଖ। ଶୀତ କମିଗଲେ ତୁ ଏ ଟଙ୍କାରେ କିଛି ବ୍ୟବସାୟ ଆରମ୍ଭ କରିବୁ। ଏ ସବୁ କିଛି ଚିଲ ଭାଇ କହିଛନ୍ତି। ଆଚ୍ଛା ଚଢ଼େଇ, ଏବେ ମୁଁ ଯାଉଛି। ସନ୍ଧ୍ୟା ହେବା ଆଗରୁ ମୁଁ ଘରକୁ ଫେରିବି। ଏମିତି କହି ସେ ମିଟୁ ସେଠାରୁ ଚାଲିଗଲା। କିଛି ଦିନ ବିତିଗଲା। ଦିନକୁ ଦିନ ଅତ୍ୟଧିକ ବରଫ ପଡୁଥିଲା। ଚଢ଼େଇମାନେ ଘର ବାହାରକୁ ଯାଇପାରିଲେନି। ଧୀରେ ଧୀରେ ତାଙ୍କ ଘରେ ଜମା ଥିବା ସବୁ ଖାଇବା ସରିଗଲା। ବାଃ, ଏଠି ତ ଏତେ ଗୁଡ଼ିଏ ଖାଇବା ଅଛି। କ୍ଷୀରି, ପୁରୀ, ମିଠା, ଅନେକ ଦିନରୁ ମୁଁ ଖାଇନଥିଲି। ଆଜି ମୁଁ ପେଟ ପୁରା ଏସବୁ ଖାଇବି। ଆରେ ଦେଖୁଛ କଣ, ଆହୁରି ଖାଇବା ଆଣ। ଆରେ ତୁ ଶୋଇ ଶୋଇ ଏସବୁ କଣ କହୁଛୁ? ଉଠୁ। ଏ କଣ, ମୁଁ ତ ଘରେ ଅଛି। ମୁଁ କେତେ ସୁନ୍ଦର ଖାଇବାର ସ୍ୱପ୍ନ ଦେଖୁଥିଲି।
ଆରେ ଯାଅ ନା, ମୋ ପାଇଁ ବଢିଆ ବଢିଆ ଖାଇବା ଆଣିଦିଅ। ଅନେକ ଦିନ ହେଇଗଲାଣି ଲଗାତାର ବର୍ଷା ହେଉଛି, ଘରେ ଆଉ ଖାଇବା ନାହିଁ। ଆମେ ତ ଭାବିଥିଲେ ଆମ ପାଖରେ ଯେତେ ଖାଇବା ଅଛି ଆମେ ଆରାମରେ ଶୀତ ଦିନ ପାର କରିଦେବା, ହେଲେ ଏତେ ଶୀଘ୍ର ଖାଇବା ସରିଯିବ କିଏ ଜାଣିଥିଲା। ଏମିତି ଦୁଇ କାଉ କଥା ହେଉଥିଲେ ସେତେବେଳେ ଆଉ କିଛି ଚଢ଼େଇ କାଉ ଘରକୁ ଆସିଲେ। ଆରେ କାଉ, ଜଙ୍ଗଲରେ ଆଉ ଖାଇବା ନାହିଁ। ଆମେ ଚାରିଆଡେ ଖୋଜି ସାରିଲୁଣି, ହେଲେ କୋଉଠି ବି କିଛି ଖାଇବା ନାହିଁ। ଏବେ କଣ କରିବା? ଆମ ଜଙ୍ଗଲରେ କେବଳ ଚଢ଼େଇ ପାଖରେ ହିଁ ଅଧିକ ଖାଇବା ଅଛି। ଚାଲ ତା ପାଖକୁ ଯାଇ ତାକୁ କିଛି ଖାଇବା ମାଗିବା। କିନ୍ତୁ ଆମେ ତ ଚଢ଼େଇକୁ ଆଗରୁ ଗରିବ କହି ତାର ବହୁତ ମଜା ଉଡେଇଥିଲେ। ସେ କଣ ଆମକୁ ଖାଇବା ଦେଇ ସାହାଯ୍ୟ କରିବ? ଚଢ଼େଇ ବହୁତ ଭଲ, ଆମେ ତାକୁ କ୍ଷମା ମାଗିବା, ସେ ନିଶ୍ଚୟ ଆମକୁ କ୍ଷମା କରିଦେବ। ଏମିତି କଥା ହେଇ ସମସ୍ତେ ଚଢ଼େଇର ଘରକୁ ଗଲେ। ଆରେ କଣ ହେଲା, ତମେ ସମସ୍ତେ ମୋ ଘରକୁ ଆସିଲ ଯେ? ଚଢ଼େଇ, ତୁ ଠିକ କହିଥିଲୁ। ଶୀତ ଦିନ ପାଇଁ ଆମକୁ ଆହୁରି ଖାଇବା ଜମା କରିବାର ଥିଲା। ଆମ କାହା ଘରେ ବି ଖାଇବା ନାହିଁ। ବରଫ ବର୍ଷା ପାଇଁ ଜଙ୍ଗଲରେ ବି ଆଉ କୋଉଠି ଖାଇବା ମିଳୁନି। ତ ପାଖରେ କିଛି ଖାଇବା ଥିଲେ ଆମକୁ ଟିକେ ସାହାଯ୍ୟ କର ଚଢ଼େଇ। ନା ମା, ଏମାନଙ୍କୁ ଜମା ବି ସାହାଯ୍ୟ କରନି। ଆଗରୁ ଏମାନେ ଆମକୁ ଗରିବ କହି ଆମର ବହୁତ ମଜା ଉଡେଇଛନ୍ତି। ଚଢ଼େଇ, ଆମେ ତୋ ସହ ବହୁତ ଖରାପ ବ୍ୟବହାର କରିଥିଲୁ, ସେଥିପାଇଁ ଆମେ ଲଜ୍ଜିତ। ତୁ ଆମକୁ କ୍ଷମା କରିଦେ। ନା ମା, ଏମାନଙ୍କୁ କ୍ଷମା କରନି, ତୁମେ ମାନେ ଏଠୁ ଚାଲିଯାଅ। ନାଇଁ ରେ ମା, ଏମିତି କହନି। ଯିଏ ବିପଦରେ ପଡ଼ିଥାଏ ତାକୁ ସାହାଯ୍ୟ କରିବା ଉଚିତ। ତମେ ମାନେ ନିଜ ଭୁଲ ବୁଝି ସାରିଲଣି, ମୁଁ ତମମାନଙ୍କୁ କ୍ଷମା କରିଦେଉଛି। ଚିଲ ଭାଇ ଅନେକ ଖାଇବା ଦେଇଛନ୍ତି, ଆମକୁ ଆଉ କଷ୍ଟ କରି ଶୀତ ଦିନରେ ଖାଇବା ଖୋଜିବାକୁ ପଡ଼ିବନି। ମୁଁ ଏବେ ସମସ୍ତଙ୍କ ପାଇଁ ଖାଇବା ଆଣିଦେଉଛି। ଏମିତି କହି ମା ଚଢ଼େଇ ଅନେକ ସାରା ଖାଇବା ଆଣି ସମସ୍ତଙ୍କୁ ବାଣ୍ଟି ଦେଲା। ସତରେ ଚଢ଼େଇ, ତୁ ବହୁତ ଭଲ। ଆମେ ଆଉ କେବେ ବି ଧନୀ ଗରିବ ଭିତରେ ପାର୍ଥକ୍ୟ କରିବୁନି। ସମସ୍ତଙ୍କୁ ବିପଦରେ ସାହାଯ୍ୟ କରି ମିଳିମିଶି ରହିବୁ। ସବୁ ଚଢ଼େଇ କାଉ କଥାରେ ରାଜି ହେଲେ, ଆଉ ମା ଚଢ଼େଇକୁ ଧନ୍ୟବାଦ ଜଣେଇ ନିଜ ନିଜ ଘରକୁ ଗଲେ। ସେଦିନ ପରଠାରୁ ସବୁ ଚଢ଼େଇ ମିଳିମିଶି ରହିଲେ। ଆରେ ଏ କଣ ହେଇଗଲା? ମୁଁ ତ ଟିକେ ବି ହଲି ପାରୁନି, ମତେ କେହି ସାହାଯ୍ୟ କର। କିଏ ତୁମେ? ଏମିତି କାନ୍ଦୁଛ କାହିଁକି? ମୁଁ ଜଣେ ପରୀ, ଗୋଟେ ଜାଦୁଗର ମତେ ଧରିବାକୁ ଚାହୁଁଥିଲା। ତା ପାଖରୁ ରକ୍ଷା ପାଇବା ପାଇଁ ମୁଁ ଏ ଜଙ୍ଗଲକୁ ଚାଲି ଆସିଲି। ଲୁଚିବା ପାଇଁ ଜାଗା ଖୋଜିବା ସମୟରେ ମୁଁ ଏକ ଗଛ ସହ ଧକ୍କା ହେଇ ପଡ଼ିଗଲି, ଆଉ ମୋର ଏମିତି ଅବସ୍ଥା ହେଲା। ତମେ ଦୁଇ ଜଣ ମତେ ଟିକେ ସାହାଯ୍ୟ କର। ଏଇ ପାଖରେ ଗୋଟେ ମକା ଘର ଅଛି, ମତେ ସେ ଘର ଭିତରକୁ ନେଇଯାଅ। ମୁଁ ସେଠି କିଛି ସମୟ ଆରାମ କଲା ପରେ ସୁସ୍ଥ ହେଇଯିବି। ପରୀର ଏପରି କଥା ଶୁଣି ଦୁଇ କାଉ ତାଠୁ ଦୂରକୁ ଯାଇ କଥା ହେଲେ। ଆରେ ଶୁଣ ନା, ଇଏ ଗୋଟେ ପରୀ, ଚାଲ ଆମେ ତାକୁ ସାହାଯ୍ୟ କରିବା। ମୁଁ ଶୁଣିଛି ପରୀମାନଙ୍କୁ ଯିଏ ସାହାଯ୍ୟ କରେ ପରୀ ସେମାନଙ୍କୁ ଉପହାର ଦିଏ। ଆମେ ଏଇ ପରୀକୁ ସାହାଯ୍ୟ କରିବା, ଆଉ ଉପହାରରେ ତାଠୁ ଆମେ ଅନେକ ସୁନା ନେଇଯିବା। କାଉ ବି ତା ସ୍ତ୍ରୀ କଥାରେ ରାଜି ହେଇଗଲା। ତାପରେ ଦୁଇ କାଉ ପରୀକୁ ନେଇ ସେ ମକା ଘର ଭିତରକୁ ଗଲେ। ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ, ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ଧନ୍ୟବାଦ ତ ଠିକ ଅଛି, ହେଲେ ପରୀ, ଆମେ ତୁମକୁ ସାହାଯ୍ୟ କରିଛୁ, ତା ବଦଳରେ ଆମକୁ କିଛି ଉପହାର ଦିଅ। ହଁ ହଁ, ମୁଁ ତୁମମାନଙ୍କୁ ନିଶ୍ଚୟ ଉପହାର ଦେବି, କିନ୍ତୁ ମୋ ଯାଦୁର ଲାଠି ବିନା ମୋ ଯାଦୁ ଶକ୍ତି କାମ କରିନି। ମୁଁ ଯୋଉ ଗଛ ତଳେ ପଡ଼ିଥିଲି ସେଇ ଗଛ ପାଖରେ ହିଁ ମୋ ଯାଦୁର ଲାଠି ପଡ଼ିଥିବ। ମତେ ମୋ ଯାଦୁର ଲାଠି ଆଣିଦିଅ, ମୁଁ ତୁମକୁ ଉପହାର ଦେବି। ଏମିତି ଶୁଣି ଦୁଇ କାଉ ପରୀର ସେ ଯାଦୁର ଲାଠି ନେବା ପାଇଁ ଆସିଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ଯାଦୁର ଲାଠି ପାଇଗଲେ। ଆରେ ଏଇ ତ ସେ ପରୀର ଯାଦୁର ଲାଠି, ଚାଲ ଏବେ ୟାକୁ ନେଇ ତା ପାଖକୁ ଯିବା। ଆରେ ରହ ରହ, ଏ ଯାଦୁର ଲାଠି ଯଦି ଆମେ ପରୀକୁ ଦେବା ସେ କେବଳ ଥରେ ଆମକୁ ଉପହାର ଦେବ, କିନ୍ତୁ ଯଦି ଏ ଯାଦୁର ଲାଠି ଆମେ ନେଇଯିବା ଆମେ ସବୁଦିନ ଉପହାର ପାଇବା। ହଁ, ତୁମେ ଏକଦମ ଠିକ କଥା କହିଛ, ହେଲେ ସେ ପରୀ ତ ଏକଥା ଜାଣିଲେ ଆମଠୁ ଏ ଯାଦୁର ଲାଠି ନେଇଯିବ। ତୁ ଚିନ୍ତା କରନି, ଆମେ ଯାଦୁର ଲାଠି ନେଇ ପରୀକୁ ସେହି ମକା ଘରେ ବନ୍ଦୀ କରିଦେବା। ସେ କେବେ ବି ମକା ଘରୁ ବାହାରି ପାରିବନି କି ଆମଠୁ ଏଇ ଯାଦୁର ଲାଠି ନେଇ ପାରିବନି।
ଏମିତି କଥା ହେଇ ଦୁଇ କାଉ ପରୀକୁ ସେଇ ମକା ଘରେ ବନ୍ଦୀ କରିଦେଲେ। ପରୀ ଯେତେବେଳେ ଏକଥା ଜାଣିଲା ସେ କାଉ ମାନଙ୍କୁ କହିଲା, ଆରେ ତମେ ମାନେ କଣ କରୁଛ? ଏଭଳି ଭୁଲ କରନି। ମତେ ମକା ଘରେ ବନ୍ଦୀ କରନି। ମତେ ଶୀଘ୍ର ଏଠୁ ବାହାର କର। ମୋ ଯାଦୁ ଲାଠିର ଅପବ୍ୟବହାର କରନି, ନହେଲେ ପଛରେ ତମେ ମାନେ କଷ୍ଟ ପାଇବ। ଚୁପ୍ କର ପରୀ, ଆଜିଠୁ ତୋର ଯାଦୁର ଲାଠି ଆମର। ତୁ ଆଉ କେବେ ବି ଏ ମକା ଘରୁ ବାହାରି ପାରିବୁନି କି ଆମର କ୍ଷତି କରିପାରିବୁନି। ପରୀର କିଛି କଥା ନ ଶୁଣି ଦୁଇ କାଉ ସେ ଯାଦୁର ଲାଠି ଧରି ଘରକୁ ଆସିଲେ। ହା ହା ହା, ଏବେ ଯାଦୁର ଲାଠି ସାହାଯ୍ୟରେ ଆମେ ଜଙ୍ଗଲରେ ସବୁଠାରୁ ଧନୀ ପକ୍ଷୀ ହେଇଯିବା। ଏକଥା ଭାବିଲା ବେଳେ ମତେ କେତେ ଯେ ଖୁସି ଲାଗୁଛି ମୁଁ କହିପାରୁନି। ମତେ କଣ କମ ଖୁସି ଲାଗୁଛି କି? ମତେ ତ ଖୁସିରେ ବିରିୟାନୀ ଖାଇବାକୁ ଇଚ୍ଛା ହଉଛି। ତତେ ବିରିୟାନୀ ଖାଇବାକୁ ଇଚ୍ଛା ହେଉଛି? ମୁଁ ଏବେ ତୋ ପାଇଁ ବିରିୟାନୀ ଆଣି ଦଉଛି। ତାପରେ କାଉ ସେ ଯାଦୁର ଲାଠିକୁ ବୁଲେଇଲା। ସଙ୍ଗେ ସଙ୍ଗେ ସେଠି 2 ପ୍ଲେଟ ବିରିୟାନୀ ବାହାରିଲା। ଆରେ ବାଃ, ମୁଁ କହୁ କହୁ ତୁମେ ମୋ ପାଇଁ ବିରିୟାନୀ ଆଣିଦେଲ। ଦେଖୁଛୁ କଣ, ଶୀଘ୍ର ତ ମନ ପସନ୍ଦର ବିରିୟାନୀ ଖା। ତାପରେ ଦୁଇ କାଉ ମନ ଖୁସିରେ ବିରିୟାନୀ ଖାଇଲେ ଆଉ ରାତିରେ ଶୋଇପଡ଼ିଲେ। ପରଦିନ ସକାଳେ, ଆରେ ଦେଖ ନା, ଆମ ଘରଟା କେତେ ଭଙ୍ଗା ଆଉ ଆମ ଜିନିଷ ପତ୍ର ବି ପୁରୁଣା। ଏଇ ଚାଦର ଲାଠି ଦେଇ ଆମ ଘରକୁ ନୂଆ କରିଦିଅ ନା। କାଉ ତାଙ୍କ ପୁରୁଣା ଜିନିଷକୁ ନୂଆ କରିଦେଲା ଆଉ ତାଙ୍କ ଘରକୁ ବି ବଡ଼ କରିଦେଲା। ଏମିତି ଦୁଇ କାଉ ଯାଦୁର ଲାଠି ସାହାଯ୍ୟରେ ଅନେକ ଧନୀ ହେଇଗଲେ। ତଥାପି ସେମାନେ ଖୁସି ନଥିଲେ। ସେମାନେ କେମିତି ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ହଇରାଣ କରିବେ ଚିନ୍ତା କଲେ। ଆରେ ଶୁଣୁଛ, ଆମେ ଏତେ ଧନୀ ହେଲା ପରେ ବି ଚଢ଼େଇମାନେ ଆମ କଥା ଶୁଣୁନାହାନ୍ତି। ଏଇ ଜଙ୍ଗଲରେ ଏମିତି ବି ଚଢ଼େଇ ଅଛନ୍ତି ଯୋଉମାନେ ଏବେ ବି ଧନୀ। ଏମିତି କିଛି କର ଯେମିତି ଏ ଜଙ୍ଗଲର ସବୁ ଚଢ଼େଇ ଗରିବ ହେଇଯିବେ ଆଉ ଆମର ସବୁ କଥା ମାନିବେ। ଆରେ ବାଃ, ତୁ ଏକଦମ ଠିକ କଥାଟେ କହିଲୁ। ମୁଁ ତ ଏମିତି ଭାବି ନଥିଲି। ମୁଁ ଏବେ ହିଁ ସବୁ ଚଢ଼େଇଙ୍କୁ ଗରିବ କରିଦେବି। ତାପରେ ସବୁ ଚଢ଼େଇ ଆମ କଥାରେ ଉଠିବେ ଆଉ ଆମ କଥାରେ ବସିବେ। ଏମିତି ଚିନ୍ତା କରି କାଉମାନେ ଚଢ଼େଇର ଘରକୁ ଗଲେ ଆଉ ତାର ମଜବୁତ ଘରକୁ ଭଙ୍ଗା ଘର କରିଦେଲେ। ଏ କଣ କାଉ ଭାଇ, ତୁମେ କଣ କଲ? ମୋର ଏତେ ମଜବୁତ ଘରକୁ ଭଙ୍ଗା ଘର କରିଦେଲ। ଏବେ ଶୀତ ଦିନ, ରାତି ହେଲେ ଅନେକ ଥଣ୍ଡା ଲାଗୁଛି। ଏବେ ମୁଁ କେମିତି ଏ ଭଙ୍ଗା ଘରେ ରହିବି? ମୋ ଘରକୁ ଆଗ ଭଳି କରିଦିଅ। ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ତୋର ସାହସ ତ କମ୍ ନାହିଁ। ଆଜିଠୁ ଆମେ ଏଇ ଜଙ୍ଗଲର ରାଜା ଆଉ ରାଣୀ। ତୁ ଆମର ସବୁ କଥା ମାନିବୁ। ଯଦି ନ ମାନିବୁ ତୋର ଏଇ ଭଙ୍ଗା ଘରକୁ ବି ଆମେ ନେଇଯିବୁ। ଏମିତି କହି କାଉମାନେ ସେଠାରୁ ଚାଲିଗଲେ। ଠିକ୍ ଏହିପରି ସବୁ ଚଢ଼େଇଙ୍କ ନୂଆ ଘରକୁ ସେମାନେ ପୁରୁଣା ଆଉ ଭଙ୍ଗା ଘର କରିଦେଉଥିଲେ। ଚଢ଼େଇମାନଙ୍କ ଉପରେ ସେମାନେ ଅନେକ ଅତ୍ୟାଚାର କରୁଥିଲେ। ଅନେକ କଷ୍ଟ କରି ଶୀତ ଦିନ ଆସିବା ଆଗରୁ ମୁଁ ମୋ ଘରକୁ ମଜବୁତ କରିଥିଲି, ହେଲେ ସେ ଦୁଷ୍ଟ କାଉମାନେ ମୋ ଘରକୁ ଭଙ୍ଗା ଘର କରିଦେଲେ। ଥଣ୍ଡା ପାଇଁ ମୁଁ ଆଉ ମୋର ପରିବାର ଅନେକ କଷ୍ଟ ପାଉଛୁ। ହେ ଭଗବାନ, ସେ ଦୁଷ୍ଟ କାଉମାନଙ୍କୁ ଶୀଘ୍ର ଶାସ୍ତି ଦିଅ। ହଁ, ଠିକ କହିଲ ମିଟୁ ଭାଇ। ଏ କାଉମାନେ ଆମ ଉପରେ ଅନେକ ଅତ୍ୟାଚାର କରୁଛନ୍ତି। ଭଗବାନ ତାଙ୍କୁ ନିଶ୍ଚୟ ଶାସ୍ତି ଦେବେ। ଆରେ ତମେ ମାନେ ଏଠି କାନ୍ଦୁଛ? କାନ୍ଦିବନି ବି କଣ ପାଇଁ? କାଉମାନେ ଯାହା ବି କରୁଛନ୍ତି ତା ପାଇଁ ତ ସମସ୍ତେ କାନ୍ଦୁଛନ୍ତି। ଆଉ ମନ ଦୁଃଖ କରନି। ମୁଁ ଏବେ ଶୁଣି ଆସିଲି ଆଜି ରାତିରେ ଅନେକ ଶୀତ ପଡ଼ିବ। ଚାଲ ଜଙ୍ଗଲ ଭିତରୁ କିଛି ଶୁଖିଲା କାଠ ନେଇ ଆସିବା। ଘର ସିନା ଭଙ୍ଗା, ହେଲେ ଆମେ କାଠ ଜଳି କିଛିଟା ଗରମ ପାଇବା। ହଁ ଚଢ଼େଇ, ତୁ ଠିକ କହିଲୁ। ମୁଁ ବି ଏବେ ଶୁଖିଲା କାଠ ଆଣିବାକୁ ଯାଇଥାନ୍ତି। ଚାଲ ସମସ୍ତେ ମିଶିକି ଯିବା। ତାପରେ ସବୁ ଚଢ଼େଇ ଜଙ୍ଗଲ ଭିତରକୁ ଶୁଖିଲା କାଠ ଆଣିବା ପାଇଁ ଗଲେ। କାଠ ଖୋଜୁ ଖୋଜୁ ସେମାନେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲେ। ହଠାତ୍ ସେମାନେ ଏକ କାନ୍ଦିବାର ସ୍ୱର ଶୁଣିଲେ। ସେମାନେ ସେଠି ଅଟକି ଗଲେ। ଆରେ କିଏ କାନ୍ଦୁଛି ବୋଧେ? ତମେ ମାନେ ବି କାନ୍ଦ ଶୁଣିପାରୁଛ ନା ମୁଁ ଭୁଲ ଶୁଣିଲି? ନା ଚଢ଼େଇ, ତୁ ଭୁଲ ଶୁଣିନୁ। ଆମେ ବି କାନ୍ଦିବାର ସ୍ୱର ଶୁଣିଛୁ। ହେଲେ ଏଠି କିଏ କାନ୍ଦୁଛି? କେହି ବି ତ ଦେଖା ଯାଉନାହାନ୍ତି। ସେପଟେ ଦେଖ, ସେଠି ଗୋଟେ ମକା ଘର ଦେଖା ଯାଉଛି। ନିଶ୍ଚୟ ସେଇ ପାଖରୁ ହିଁ କାନ୍ଦିବାର ସ୍ୱର ଶୁଭୁଛି। ଚାଲ ସେଠାକୁ ଯିବା। ଆରେ ଇଏ କେମିତିକା ଘର ଯାହାର କବାଟ ହିଁ ନାହିଁ? ଏଇ ଘର ଭିତରୁ ହିଁ କାନ୍ଦିବାର ସ୍ୱର ଶୁଭୁଛି।
କିଏ ଅଛ ଭିତରେ? ତୁମେ କାହିଁକି କାନ୍ଦୁଛ? ମୁଁ ଜଣେ ପରୀ। ମୁଁ ଏ ମକା ଘରେ ବନ୍ଦୀ ହେଇଅଛି। ଦୟାକରି ମୋତେ ସାହାଯ୍ୟ କର। ମୋତେ ଏଠୁ ମୁକ୍ତ କର। ମୋତେ ଏ ଅନ୍ଧାର ଘରେ ରହିବାକୁ ଆଉ ଭଲ ଲାଗୁନି। ମୋତେ ଏଠୁ ବାହାରିବାରେ ସାହାଯ୍ୟ କର। ତୁମେ ଆଉ କାନ୍ଦନି ପରୀ। ଆମେ ଜାଣିଛୁ ତୁମ ଯାଦୁର ଲାଠିକୁ କିଏ ନେଇଛି। ତୁମେ ଚିନ୍ତା କରନି। ଆଜି ରାତି ହିଁ ମୁଁ ସେମାନଙ୍କଠୁ ଯାଦୁର ଲାଠି ଆଣି ତୁମକୁ ମୁକ୍ତ କରିବି। ଏମିତି କହି ଚଢ଼େଇ ରାତିରେ ଚୁପ୍ ଚୁପ୍ କାଉଙ୍କ ଘରକୁ ଗଲା। ସେତେବେଳେ କାଉମାନେ ଶୋଇଥିଲେ। ସେଇ ସୁଯୋଗରେ ଚଢ଼େଇ ତାଙ୍କ ଘରୁ ଯାଦୁର ଲାଠି ନେଇ ଆସିଲା। ଦୁଷ୍ଟ କାଉ ଦଳ, ପରୀକୁ ବନ୍ଦୀ କରି ତମେମାନେ ଆମ ଉପରେ ଅତ୍ୟାଚାର କରୁଛ ନା? ଏବେ ଯେତେବେଳେ ପରୀ ମୁକ୍ତ ହେବ ସେ ତମମାନଙ୍କୁ ଉଚିତ ଶିକ୍ଷା ଦେବ। ଏମିତି କହି ଚଢ଼େଇ ଶୀଘ୍ର ମକା ଘର ପାଖକୁ ଗଲା। ଯେମିତି ଚଢ଼େଇ ସେ ମକା ଘର ପାଖରେ ନେଇ ଯାଦୁର ଲାଠିକୁ ରଖିଲା, ପରୀ ମୁକ୍ତ ହେଇ ବାହାରକୁ ଆସିଲା। ତମମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତମ ପାଇଁ ମୁଁ ମୁକ୍ତ ହେଇପାରିଲି। ନା ନା ପରୀ, ଧନ୍ୟବାଦ ଦେବାକୁ ପଡ଼ିବନି। ତୁମକୁ ମୁକ୍ତ କରିପାରି ଆମେ ଅନେକ ଖୁସି। ଏଇ ତୁମ ଯାଦୁର ଲାଠି ନିଅ। ଏବେ ସେ ଦୁଷ୍ଟ ପକ୍ଷୀମାନଙ୍କୁ ମୁଁ ଶାସ୍ତି ଦେବି। ସେମାନେ ମୋ ଉପରେ ଆଉ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଉପରେ ଅନେକ ଅତ୍ୟାଚାର କରିଛନ୍ତି। ଆଉ ତାଙ୍କର ରକ୍ଷା ନାହିଁ। ଏମିତି କହି ପରୀ କାଉମାନଙ୍କ ଘରକୁ ଗଲା। ଆଉ ତାଙ୍କ ବଡ଼ ଘରକୁ ଭଙ୍ଗା ଘର କରିଦେଲା। ସେ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଘରକୁ ପୂର୍ବ ଭଳି କରିଦେଲା। ଏମିତି ଦେଖି ତ ଚଢ଼େଇମାନେ ଖୁବ୍ ଖୁସି ହେଇଗଲେ। ତାପରେ ପରୀ ସେଠାରୁ ଚାଲିଗଲା। ସେପଟେ କାଉମାନେ ପୁରା ଥଣ୍ଡା ଦିନ ସେଇ ଭଙ୍ଗା ଘରେ ରହି ବିତେଇଲେ। ଏମିତି ସେମାନେ ନିଜ ଭୁଲର ଶାସ୍ତି ପାଇଲେ। ବାପା ମା ଯିବା ଦିନରୁ ଆମେ ଭଲ ଖାଇବା ଖାଇନାହାନ୍ତି ଦିଦି। ଆଜି ନା ମୋର ମାଂସ ଖାଇବାକୁ ଭାରି ଇଚ୍ଛା ହେଉଛି ଦିଦି। ତୁ ମୋ ପାଇଁ ଆଜି କିଛି ମାଂସ ଆଣିଦେଇ ପାରିବୁ? ଆରେ ଭଉଣୀ, ଏଇଟା ଶୀତ ଦିନ। ଆଗ ଭଳି ଆଉ କେହି ବି ମୋ ପାଖରୁ ଆଇସ୍କ୍ରିମ୍ କିଣି ଖାଉନାହାନ୍ତି। ଏବେ ମୁଁ ଆଇସ୍କ୍ରିମ୍ ନେଇ ବଜାରକୁ ଯାଉଛି। ଆଜି ଯଦି ଭଲ ରୋଜଗାର ହୁଏ ମୁଁ ତୋ ପାଇଁ ମାଂସ ଆଣିଦେବି। ଏମିତି କହି ରିନୁ ତା ଆଇସ୍କ୍ରିମ୍ ଠେଲା ଧରି ଜଙ୍ଗଲ ଭିତରକୁ ଗଲା। ଆଉ ବୁଲି ବୁଲି ଆଇସ୍କ୍ରିମ୍ ବିକ୍ରି କଲା। ଆଇସ୍କ୍ରିମ୍ ନିଅ, ଆଇସ୍କ୍ରିମ୍, ଥଣ୍ଡା ଥଣ୍ଡା ମିଠା ଆଇସ୍କ୍ରିମ୍। ଏମିତି କହି କହି ରିନୁ ଆଇସ୍କ୍ରିମ୍ ବିକୁଥିବା ସମୟରେ ସେ ରାସ୍ତା ଦେଇ ଏକ ମିଟୁ ତା ଛୁଆକୁ ନେଇ ଯାଉଥିଲା। ଆଇସ୍କ୍ରିମ୍ ଦେଖି ମିଟୁ ଛୁଆ ମିନି ତା ମାକୁ କହିଲା, ମା ମା ଦେଖ ଆଇସ୍କ୍ରିମ୍। ମତେ ଆଇସ୍କ୍ରିମ୍ କିଣିଦିଅ ନା ମା। ମତେ ଆଇସ୍କ୍ରିମ୍ ଖାଇବାକୁ ଭାରି ଇଚ୍ଛା ହେଉଛି। ସୁନା ମା ମୋର, ଜିଦ୍ କରନି। ଏଇ ପାଗରେ 20 ଟଙ୍କାର ଆଇସ୍କ୍ରିମ୍ ଖାଇଲେ ତତେ 500 ଟଙ୍କାର ଔଷଧ ଖୁଆଇବାକୁ ପଡ଼ିବ। ୟାଠୁ ଭଲ ମୁଁ ତତେ ମିଠା ଫଳ ଆଉ ଗରମ ଗରମ ପିଠା କିଣିଦେବି। ନା ନା, ମୁଁ କିଛି ବି ଖାଇବିନି। ମତେ ଆଇସ୍କ୍ରିମ୍ ଦରକାର। ଜିଦ୍ କରନି ମା, ମୁଁ ତୋ ପାଇଁ କଣ୍ଢେଇ ବି କିଣିଦେବି। ଚାଲ ମା, ଏବେ ବଜାରକୁ ଯିବା। ମାଉସୀ, ମିନି ଯଦି ଏତେ କହୁଛି ତାକୁ ଗୋଟେ ଆଇସ୍କ୍ରିମ୍ କିଣି ଦିଅ ନା। ଗୋଟେ ଆଇସ୍କ୍ରିମ୍ ଖାଇଲେ କିଛି ହେବନି। ଏଇ ତୁ ଚୁପ୍ କର ତ। ବଦମାସ କୋଉଠିକାର। ତୋର ତ କେବଳ ଆଇସ୍କ୍ରିମ୍ ବିକ୍ରି ହେଲେ ହେଲା। ତୁ କଣ ଜାଣିନୁ ଏଇ ଶୀତରେ ଆଇସ୍କ୍ରିମ୍ ଖାଇଲେ ଛୋଟ ଛୁଆଙ୍କର ଦେହ ଖରାପ ହେବ। କାଲିଠୁ ଯେମିତି ମୁଁ ତତେ ଆଉ ଆଇସ୍କ୍ରିମ୍ ବିକ୍ରି କରିବାର ନ ଦେଖେ। ଚାଲ ଝିଅ, ବଜାରକୁ ଯିବା। ମୁଁ ତତେ କଣ୍ଢେଇ କିଣିଦେବି। ବହୁତ ମଜା ହେବ। ମା ମତେ କଣ୍ଢେଇ କିଣିଦେବ। ତାପରେ ମିଟୁ ତା ଛୁଆକୁ ନେଇ ସେଠାରୁ ଚାଲିଗଲା। ରିନୁ ମନ ଦୁଃଖରେ ଆଇସ୍କ୍ରିମ୍ ବିକ୍ରି କରିବା ପାଇଁ ଆଗକୁ ଗଲା। ସେଦିନ କେହି ବି ତା ପାଖରୁ ଆଇସ୍କ୍ରିମ୍ କିଣିଲେନି। ଶେଷରେ ସେ ଗୋଟେ ବି ଆଇସ୍କ୍ରିମ୍ ବିକ୍ରି କରି ନ ପାରି ଘରକୁ ଫେରି ଆସିଲା। ଦିଦି, ତୁ ମାଂସ ଆଣିଛୁ? ଦେଖା ଦେଖା। ଆଜି ଗୋଟେ ବି ଆଇସ୍କ୍ରିମ୍ ବିକ୍ରି ହେଲା ନାହିଁ। ମୋ ପାଖରେ ଟଙ୍କାଟେ ବି ନାହିଁ। ମୁଁ ତୋ ପାଇଁ ମାଂସ କେମିତି କିଣିବି କହିଲୁ? ଶୀତ ଦିନ ପାଇଁ ମୋ ପାଖରୁ କେହି ବି ଆଇସ୍କ୍ରିମ୍ କିଣୁନାହାନ୍ତି। ଜାଣିପାରୁନି ମୁଁ ଏବେ ଘର କେମିତି ଚଳେଇବି। ତୁ ଚିନ୍ତା କରନି ଦିଦି, ସବୁ କିଛି ଠିକ ହେଇଯିବ। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ରିନୁ ପୁଣି ଆଇସ୍କ୍ରିମ୍ ଧରି ଜଙ୍ଗଲ ଭିତରକୁ ଗଲା। ସେପଟେ ଗୋଟେ ଚିଲ ତାର ଛୋଟ ପୁଅକୁ କହୁଥିଲା, ଆରେ ବାପା ଗୁଡୁ, ମୁଁ ପାଣି ଆଣିବାକୁ ଯାଉଛି। ତୁ ଜମା ବି ଘରୁ ବାହାରିବୁନି। ବାହାରେ ବହୁତ ଥଣ୍ଡା। ତାପରେ ମା ଚିଲ ପାଣି ଆଣିବାକୁ ଚାଲିଗଲା। ଚିଲର ଘର ରାସ୍ତା ଦେଇ ରିନୁ ତା ଆଇସ୍କ୍ରିମ୍ ଠେଲା ଧରି ଯାଉଥିଲା। ଆଇସ୍କ୍ରିମ୍ ନିଅ, ଆଇସ୍କ୍ରିମ୍, ଥଣ୍ଡା ଥଣ୍ଡା ମିଠା ଆଇସ୍କ୍ରିମ୍। ଆଇସ୍କ୍ରିମ୍ ନିଅ, ଆଇସ୍କ୍ରିମ୍,
ଥଣ୍ଡା ଥଣ୍ଡା ମିଠା ଆଇସ୍କ୍ରିମ୍। ମାକୁ କହିଲେ ମା ଆଇସ୍କ୍ରିମ୍ କିଣି ଦେବନି। ଆଜି ତ ମା ଘରେ ନାହିଁ, ମୁଁ ଏବେ ନିଜେ ହିଁ ଆଇସ୍କ୍ରିମ୍ କିଣି ଖାଇବି। ଏମିତି ଚିନ୍ତା କରି ସେ ଚିଲ ଛୁଆ କିଛି ଟଙ୍କା ନେଇ ରିନୁ ପାଖକୁ ଗଲା ଆଉ ତାକୁ ଟଙ୍କା ଦେଇ କହିଲା, ଦିଅ ଦିଅ ମତେ 2ଟା ଆଇସ୍କ୍ରିମ୍ ଦିଅ। ଦୁଇଟା ଆଇସ୍କ୍ରିମ୍ରେ ମୋ ମନ ଭରିଲାନି, ମତେ ଆହୁରି ଆଇସ୍କ୍ରିମ୍ ଦିଅ। ଏତେ ଆଇସ୍କ୍ରିମ୍ ଖାନି, ନହେଲେ ତତେ ଥଣ୍ଡା ହେଇଯିବ। ମୁଁ କାଲି ପୁଣି ଆସି ତତେ ଆଇସ୍କ୍ରିମ୍ ଦେଇଯିବି। ନାଇଁ ନାଇଁ, ମତେ ଆହୁରି ଆଇସ୍କ୍ରିମ୍ ଦିଅ, ମତେ ଆହୁରି ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହଉଛି। ରିନୁ ତାକୁ ଆଉ କିଛି ନ କହି ଆଉ 2ଟି ଆଇସ୍କ୍ରିମ୍ ଦେଇଦେଲା। ତାପରେ ସେ ଘରକୁ ଫେରି ଆସିଲା। ଏତେ ଗୁଡ଼ିଏ ଆଇସ୍କ୍ରିମ୍ ଖାଇବା ଯୋଗୁଁ ରାତିରେ ଚିଲ ଛୁଆର ଦେହ ଖରାପ ହେଇଗଲା। ମା ମତେ ଭାରି କଷ୍ଟ ହେଉଛି, ମୋ ମୁଣ୍ଡଟା ଭାରି ବିନ୍ଧୁଛି ମା। ଆରେ ତୋ ଦେହରେ ତ କେତେ ଜ୍ୱର। ମୁଁ ନଦୀକୁ ଗଲା ପରେ ତୁ ନିଶ୍ଚୟ ଆଇସ୍କ୍ରିମ୍ ଖାଇଛୁ ନା? ସତ କହ, ନହେଲେ ମୋଠୁ ବହୁତ ମାଡ଼ ଖାଇବୁ। ହଠାତ୍ ତୋର ଜ୍ୱର କେମିତି ହେଲା? ମା ମତେ ମାରନି, ମୁଁ ମୋ ନିଜ ଇଚ୍ଛାରେ ଆଇସ୍କ୍ରିମ୍ ଖାଇନି। ରିନୁ ଦିଦି ଜୋର କରି ମତେ ଆଇସ୍କ୍ରିମ୍ ଖୁଆଇ ଦେଇଛି। ସେ ବଦମାସ ରିନୁ ଏଯାଏଁ ତା ଆଇସ୍କ୍ରିମ୍ ବିକିବା ବନ୍ଦ କରିନି। ରହ ରିନୁ, ମୁଁ ଏବେ ତ ପାଖକୁ ଯାଉଛି। ମୋ ଛୁଆକୁ ଆଇସ୍କ୍ରିମ୍ ଖୁଆଇ ଅସୁସ୍ଥ କରିଛୁ ନା, ଏବେ ମୁଁ ତତେ ଶାସ୍ତି ଦେବି। ଶୈତାନ ରିନୁ, ଆଜି ତୋର ଶେଷ ଦିନ। ଭାରି ଆଇସ୍କ୍ରିମ୍ ବିକିବାକୁ ମନ। ତୋ ପାଇଁ ମୋ ଛୁଆର ଦେହ ଖରାପ ହେଇଛି। ଆଜି ମୁଁ ତ ଆଇସ୍କ୍ରିମ୍ ଠେଲାକୁ ଭାଙ୍ଗିଦେବି। ମୁଁ ତ ମୋ ଛୁଆକୁ ମନା କରୁଥିଲି ବେଶୀ ଆଇସ୍କ୍ରିମ୍ ଖାଇବା ପାଇଁ, ହେଲେ ସେ ଶୁଣିଲାନି। ଚୁପ୍, ଦୋଷ କରି ଏବେ ସଫେଇ ଦେଖାଉଛୁ। ଏମିତି ରାଗି ଚିଲ ରିନୁର ଆଇସ୍କ୍ରିମ୍ ଠେଲାକୁ ଭାଙ୍ଗିଦେଲା। ଏଇ ଶୀତରେ ତତେ ଯଦି ଆଉ ଆଇସ୍କ୍ରିମ୍ ବିକ୍ରି କରିବାର ଦେଖିବି ତ ଠେଲା ପରି ତତେ ବି ଭାଙ୍ଗିଦେବି। ତାପରେ ଚିଲ ସେଠାରୁ ଚାଲିଗଲା। 2 ଭଉଣୀ ଏସବୁ ଦେଖି ବହୁତ କାନ୍ଦିଲେ। ଏସବୁ କଣ ହେଇଗଲା? ବାପା ମା ଆମକୁ ଛାଡ଼ି କାହିଁକି ଚାଲିଗଲ? ଏବେ ଆମର କଣ ହେବ? ଆମେ 2 ଭଉଣୀ ଖାଇବୁ କଣ? ଏମିତି କାନ୍ଦନି ଦିଦି, ତୋ ଦେହ ଖରାପ ହେଇଯିବ। ଏଥର ଆମେ ଆଉ ଆଇସ୍କ୍ରିମ୍ ବିକ୍ରି କରିବାନି। ମାଠୁ ଆମେ ପିଠା ତିଆରି କରିବା ଶିଖିଛେ। କାଲିଠୁ ଆମେ ବିଭିନ୍ନ ପ୍ରକାରର ଗରମ ଗରମ ପିଠା ତିଆରି କରିବା। ତାପରେ ତୁ ସେ ପିଠା ନେଇ ବିକ୍ରି କରିବାକୁ ଯିବୁ। ଏଇ ଶୀତରେ ପିଠା ଖାଇବା ପାଇଁ ସମସ୍ତଙ୍କୁ ଭଲ ଲାଗିବ। ଆରେ ହଁ, ତୁ ଏକଦମ ଠିକ କଥାଟେ କହିଲୁ। ମୁଁ ଏ ବିଷୟରେ ଆଗରୁ ଭାବି ପାରିଲିନି କଣ ପାଇଁ। ଚାଲ ଏବେ ଶୋଇବା, ସକାଳୁ ଶୀଘ୍ର ଉଠି ପିଠା ତିଆରି କରିବା। ତାପରେ ସେ 2 ଭଉଣୀ ଶୋଇ ପଡ଼ିଲେ। ସକାଳୁ ଶୀଘ୍ର ଉଠି ସେମାନେ ବିଭିନ୍ନ ପ୍ରକାରର ପିଠା ତିଆରି କଲେ। ଆଉ ତାପରେ ରିନୁ ସବୁ ପିଠା ଧରି ଜଙ୍ଗଲ ଭିତରକୁ ଗଲା। ପିଠା ନିଅ ପିଠା, ଗରମ ଗରମ ପିଠା, ଆରିସା କାକରା ମଣ୍ଡା, ପିଠା ନେଇଯାଉ ପିଠା। ଆରେ ତୋ ପାଖରେ କାକରା ପିଠା ଅଛି? ଦେ ଦେ, ମତେ କିଛି କାକରା ପିଠା ଦେ। ବାଃ, ତୋ ପିଠା ସବୁ ତ ବହୁତ ସ୍ୱାଦିଷ୍ଟ। କାଲି ପୁଣି ମୋ ଘର ପାଖକୁ ଆସିବୁ, ମୁଁ ତ ପାଖରୁ ପିଠା କିଣିବି। ତାପରେ ରିନୁ ଟଙ୍କା ନେଇ ସେଠାରୁ ଚାଲିଗଲା। ରାସ୍ତାରେ ସମସ୍ତେ ତା ପାଖରୁ ପିଠା କିଣିଲେ। ସେଦିନ ରିନୁର ଭଲ ରୋଜଗାର ହେଲା। ସେ ସବୁ ଟଙ୍କା ନେଇ ଘରକୁ ଫେରିଲା। ଗୋଟେ ଦିନରେ ମୋର ସବୁ ପିଠା ବିକ୍ରି ହେଇଗଲା। ଏମିତି ଯଦି ଚାଲିବ ଆମେ 2 ଭଉଣୀ ଆରାମରେ ଚଳିପାରିବୁ। ବାପା ମା ଉପରୁ ଥାଇ ଆମକୁ ଆଶୀର୍ବାଦ ଦିଅ, ଏମିତି ଆମର ଭଲ ରୋଜଗାର ହେଉ। ଦିଦି ଏବେ ତ ପାଖରେ ତ ଅନେକ ଟଙ୍କା ଅଛି। ଆଜି କିଛି ମାଂସ କିଣି ଆଣ, ଆମେ ଖାଇବା। ହଁ ହଁ, ମୁଁ ଏବେ ବଜାରକୁ ଯାଉଛି, ତୋ ପାଇଁ ମାଂସ କିଣି ଆଣିବି। ଏବେଠୁ ମୁଁ ତୋର ସବୁ ଇଚ୍ଛା ପୂରା କରିପାରିବି। ରିନୁ ବଜାରକୁ ଯାଇ କିଛି ମାଂସ କିଣି ଆଣି ରୋଷେଇ କଲା। 2 ଭଉଣୀ ପେଟ ପୂରା ଖାଇବା ଖାଇଲେ। ସେଦିନ ପରଠାରୁ ରିନୁ ପୂରା ଶୀତ ଏମିତି ଗରମ ଗରମ ପିଠା ବିକୁଥିଲା ଆଉ ଅନେକ ଟଙ୍କା ରୋଜଗାର କରୁଥିଲା। ଆରେ ବାପରେ, ଆଜି ତ ବହୁତ ଥଣ୍ଡା ଲାଗୁଛି। ଗରମ ରହିବାକୁ ହେଲେ ମତେ ଘରେ ନିଆଁ ଜାଳିବାକୁ ପଡ଼ିବ, ନହେଲେ ଥଣ୍ଡାକୁ ଆଉ ସହି ହେବନି। ମତେ କିଛି ଗୋଟେ କରିବାକୁ ପଡ଼ିବ। ହଁ ଚାଲ, ନିଆଁ ଜାଳିବା ପାଇଁ ମୁଁ କିଛି ଶୁଖିଲା କାଠ ନେଇ ଆସେ। ହେଲେ ମୁଁ ଏକୁଟିଆ ଏତେ କାମ କରିବି କେମିତି?
ମୋତେ ଜଣଙ୍କର ସାହାଯ୍ୟ ନେବାକୁ ପଡ଼ିବ। ଏମିତି ଚିନ୍ତା କରି ରିନୁ ଚଢ଼େଇ ତା ପାଖ ପଡ଼ୋଶୀ ମିନୁ ଚଢ଼େଇ ପାଖକୁ ଗଲା। ଆରେ ମିନୁ ଚଢ଼େଇ, କ'ଣ କରୁଛୁ? କିଛି ନାହିଁ, ତୁ ହଠାତ୍ ଏଠି କିଛି କାମ ଥିଲା କି? ହଁ, ଏବେ ତ ଶୀତ ଦିନ, ରାତିରେ ଥଣ୍ଡା ବି ବହୁତ ପଡ଼ୁଛି। ମୁଁ କ'ଣ କହୁଥିଲି କି ଆମକୁ ଗରମ ରହିବାକୁ ହେଲେ ଘରେ ନିଆଁ ଜାଳିବାକୁ ପଡ଼ିବ। ନିଆଁ ଜାଳିବାକୁ ହେଲେ ଆମକୁ ଶୁଖିଲା କାଠ ଯୋଗାଡ଼ କରିବାକୁ ପଡ଼ିବ। ତୁ ଠିକ୍ କହିଛୁ। କାଲି ଜଙ୍ଗଲରେ ବହୁତ ବଡ଼ ବର୍ଷା ହେଇଥିଲା, ସେଥିପାଇଁ ଥଣ୍ଡା 2 ଗୁଣ ବଢ଼ିଯାଇଛି। ସନ୍ଧ୍ୟା ହେଇନି, ଚାଲ ଏବେ ଯାଇ ଶୁଖିଲା କାଠ ନେଇ ଆସିବା। ତାପରେ ରିନୁ ଚଢ଼େଇ ଆଉ ମିନୁ ଚଢ଼େଇ ଶୁଖିଲା କାଠ ଆଣିବାକୁ ଜଙ୍ଗଲ ଭିତରକୁ ଗଲେ। ରାସ୍ତାରେ ସେମାନେ କାଉକୁ ଦେଖିଲେ। କାଉ ଆରାମରେ ତା ଘର ବାହାରେ ଖରାରେ ଶୋଇଥିଲା। ଏମିତି ଦେଖି ମିନୁ ଚଢ଼େଇ ରିନୁ ଚଢ଼େଇକୁ କହିଲା, ଆରେ ରିନୁ ଦେଖ, କାଉ କେତେ ମଜାରେ ତା ଘରେ ଶୋଇଛି। ଏଇଟା ପୁରା ଅଳସୁଆଟା। ଆରେ ମିନୁ, ଆମର ସେଥିରେ କ'ଣ ଯାଏ ଆସେ? ଚାଲ ଆମେ ଆମ କାମ କରିବା। ନା ନା, ମୁଁ ତାକୁ ଏତେ ମଜାରେ ଶୋଇଥିବାର ଦେଖିପାରିବେନି। ତୁ ଖାଲି ଦେଖ ମୁଁ ତାକୁ କେମିତି କାମରେ ଲଗାଉଛି। ଆରେ ଏ ଅଳସୁଆ କାଉ, ତତେ ଟିକେ ଲାଜ ଲାଗୁନି? ଆମେ ଏଠି କେତେ ପରିଶ୍ରମ କରୁଛୁ, ଆଉ ତୁ ଦିନସାରା ଖାଲି ଶୋଇ ରହିଛୁ। ତୋ ହାତ ଗୋଡ଼ କ'ଣ ବଥା ହେଉନି? କାଉ ମିନୁ ଚଢ଼େଇର କଥା ଶୁଣିବି କିଛି ଉତ୍ତର ଦେଲା ନାହିଁ। କ'ଣ ହେଲା, କିଛି କହୁନୁ କ'ଣ ପାଇଁ? ଏବେ କ'ଣ କଥା କହିବାକୁ ବି ତତେ ଅଳସୁଆ ଲାଗୁଛି? କ'ଣ ହେଲା ମିନୁ ଚଢ଼େଇ? ମୁଁ ମୋ ଘରେ ଶୋଇ ରହିଲେ ତୋର କିଛି ଅସୁବିଧା ହେଉଛି କି? ମୁଁ ଯାଉଛି ପାଖ ଗଛରେ ଯାଇ ଶୋଇବି। ମୁଁ ଜାଣିଛି ତୁ କେତେ ଅଳସୁଆ ଆଉ କାମଚୋର। ତୁ କେବେ କାମ କରୁ ନା ନାଇଁ? ମୁଁ ତ ଆଜି ଯାଇ ତତେ କାମ କରିବାର ଦେଖିନି। ନା ନା, ମୁଁ ଏତେ ବି ଅଳସୁଆ ନୁହଁ। ମୁଁ ବି ବହୁତ ପରିଶ୍ରମ କରି ଖାଇବା ଯୋଗାଡ଼ କରେ। ନିଆଁ ଜାଳିବା ପାଇଁ ମୁଁ ଆଉ ରିନୁ ଚଢ଼େଇ ଶୁଖିଲା କାଠ ଖୋଜୁଛୁ। ତେବେ ଚାଲ ଆମ ସାଙ୍ଗରେ, ତୁ ବି ଆମ ସାଙ୍ଗରେ ମିଶି ଶୁଖିଲା କାଠ ଖୋଜିବୁ। କାଉ ଥିଲା ଟିକେ ବୋକା ସ୍ୱଭାବର। ଜଙ୍ଗଲରେ ଯିଏ ବି ତାକୁ ଯାହା କାମ ଦେଉଥିଲେ ସେ ସବୁ କରୁଥିଲା। ସେ ମିନୁ ଚଢ଼େଇ କଥାରେ ରାଜି ହେଇଗଲା। ହଁ ହଁ ମିନୁ ଚଢ଼େଇ, ଚାଲ ମୁଁ ବି ତମ ସାଙ୍ଗରେ ଯାଇ ଶୁଖିଲା କାଠ ଖୋଜିବି। ତୁ ଏବେ ତ ରାଜି ହେଇଗଲୁ, ପଛରେ ଅଧାରେ କାମ ଛାଡ଼ି ଚାଲିଯିବୁନି ତ? ତୁ ଯଦି ସେମିତି କରିବୁ ଆମେ ତତେ ଆମ ସାଙ୍ଗରେ ଆଉ ରଖିବୁନି। ରାତି ସାରା ତତେ ଘର ବାହାରେ ରହିବାକୁ ପଡ଼ିବ। ରାତିରେ କେତେ ଥଣ୍ଡା ପଡ଼ୁଛି ତୁ ଭଲ ଭାବରେ ଜାଣିଛୁ। ନା ନା ମିନୁ ଚଢ଼େଇ, ମୁଁ ଅଧାରୁ କାମ ଛାଡ଼ି କେବେ ବି ଯିବିନି। ଚାଲ ଏବେ ହିଁ ମୁଁ ତମ ସାଙ୍ଗରେ ଯିବି। ଏ ମିନୁ ଚଢ଼େଇକୁ ଆଉ ପାରି ହେବନି। ଇଏ ଏମିତି କଥା କହି ସମସ୍ତଙ୍କୁ କାମରେ ଲଗେଇ ଦିଏ। ତାପରେ ରିନୁ ଚଢ଼େଇ, ମିନୁ ଚଢ଼େଇ ଆଉ କାଉ ମିଶି ଜଙ୍ଗଲ ଭିତରକୁ ଯାଇ ଶୁଖିଲା କାଠ ଖୋଜିଲେ। କିଛି ଦୂର ଗଲା ପରେ ସେମାନେ ବହୁତ ଗୁଡ଼ିଏ ଶୁଖିଲା କାଠ ପାଇଲେ ଆଉ ଗୋଟେ ଗୋଟେ କାଠ ଧରି ରିନୁ ଚଢ଼େଇର ଘରକୁ ଆସିଲେ। ସେତେବେଳେ ମିନୁ ଚଢ଼େଇ କହିଲା, ଆରେ ରିନୁ ଚଢ଼େଇ, ତୋ ଘର ତ ବହୁତ ଛୋଟ। ଏତେ କାଠ ରଖିଲେ ତ ଘରେ ଜାଗା ହେବନି। ପୁଣି ଆମକୁ ନିଆଁ ବି ଜାଳିବାକୁ ହେବ। ମୋ ଘରେ ନା ବହୁତ ଜାଗା ଅଛି। ତମେମାନେ ଗୋଟେ କାମ କର, ମୋ ଘରେ ସବୁ କାଠକୁ ରଖିଦିଅ। ଆଜି ରାତି ଆମେ ମୋ ଘରେ ନିଆଁ ଜଳି ଶୋଇପଡ଼ିବା। ସମସ୍ତେ ମିନୁ ଚଢ଼େଇ କଥାରେ ରାଜି ହେଇଗଲେ ଆଉ ତାପରେ କାଠ ସବୁ ମିନୁ ଚଢ଼େଇ ଘରେ ଜମା କଲେ। ଏ ତ ବହୁତ କମ୍ କାଠ ହେଲା। ଚାଲ ଆମେ ଆହୁରି କାଠ ଆଣିବା। ନିଆଁ ଜଳେଇବାରେ ବହୁତ କାଠ ସରିବ। ସେତେବେଳେ ମିନୁ ଚଢ଼େଇ ତା ଗୋଡ଼ ମୋଡ଼ି ହେବାର ମିଛ ନାଟକ କଲା। ମରିଗଲି ରେ, ଲାଗୁଛି ମୋ ଗୋଡ଼ଟା ମୋଡ଼ି ହେଇଯାଇଛି। ମୁଁ ଆଉ କାଠ ଆଣିବାକୁ ଯାଇପାରିବିନି। କିଛି କଥା ନାହିଁ ମିନୁ, ତୁ ଆରାମ କର, ଆମେ କାଠ ନେଇ ଆସୁଛୁ। ଏମିତି କହି ରିନୁ ଆଉ କାଉ ଦିନସାରା ପରିଶ୍ରମ କରି ବହୁତ ଗୁଡ଼ିଏ କାଠ ଜମା କରିଦେଲେ। ଆରେ ବାଃ, ବହୁତ କାଠ ଜମା ହେଇଗଲା। ଏବେ ମୋର ଆଉ ଚିନ୍ତା ନାହିଁ। ରାତିରେ ସମସ୍ତେ ନିଆଁ ଜଳେଇ ମିନୁ ଚଢ଼େଇ ଘରେ ଶୋଇପଡ଼ିଲେ। ସକାଳ ହେଲା ପରେ କାଉ କହିଲା, କାଲି ରାତିରେ ଥଣ୍ଡା ଟିକେ ବି ଜଣାପଡ଼ିଲାନି। ବହୁତ ଆରାମରେ ଶୋଇଲି। ରିନୁ ଚଢ଼େଇ, ମୋତେ ଭାରି ଭୋକ ଲାଗିଲାଣି। ହଁ, ଭୋକ ତ ମୋତେ ବି ଲାଗିଲାଣି। ମିନୁକୁ ପଚାରିବା ତା ଘରେ କିଛି ଖାଇବାକୁ ହେବ କି ନାହିଁ। ମିନୁ, ଆମକୁ ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ହେବ?
ହଁ ହଁ, ମୁଁ ଏବେ ତମମାନଙ୍କ ପାଇଁ ଖାଇବା ନେଇ ଆସୁଛି। ତମେମାନେ କାଲି ବହୁତ ପରିଶ୍ରମ କରିଛ। ଏମିତି କହି ମିନୁ ରିନୁ ଆଉ କାଉକୁ କିଛି ଖାଇବାକୁ ଦେଲା। ଖାଇବା ଖାଇସାରି ରିନୁ ଚଢ଼େଇ କହିଲା, ଚାଲ କାଉ, ଆମେ କିଛି ଶୁଖିଲା କାଠ ନେଇ ଆସିବା। ଆରେ ନା ନା, କାଠ ତ ବହୁତ ଅଛି। ତମେମାନେ ଗୋଟେ କାମ କର, ମୋ ଘରେ ଖାଇବା ବହୁତ କମ୍ ଅଛି। ମୁଁ ଏକୁଟିଆ ହେଲେ ଚଳି ଯାଇଥାନ୍ତି, ହେଲେ ତମମାନଙ୍କ ପାଇଁ ଖାଇବା ହେବନି। ଭଲ ହବ ତମେମାନେ କିଛି ଖାଇବା ନେଇ ଆସ। ହଁ ମିନୁ, ତୁ ଠିକ୍ କହିଛୁ। ଆମେ ଏବେ କିଛି ଖାଇବା ଯୋଗାଡ଼ କରୁଛୁ। ଏମିତି କହି ରିନୁ ଚଢ଼େଇ ଆଉ କାଉ ସେଠାରୁ ଚାଲିଗଲେ। ଦିନସାରା ସେମାନେ ବହୁତ ପରିଶ୍ରମ କରି ଖାଇବା ଯୋଗାଡ଼ କରୁଥିଲେ। ଆଉ ସେପଟେ ମିନୁ ଚଢ଼େଇ ଆରାମରେ ତା ଘର ବାହାରେ ଖରାରେ ଶୋଇଥିଲା। ଆରେ ବାଃ, ଆଜି ତ ମଜା ଆସିଗଲା। ରାତିରେ ନିଆଁ ଆଉ ସକାଳେ ଖରା। ଏମିତି ଯଦି ଚାଲିବ ପୁରା ଶୀତଦିନ ଆରାମରେ କଟିଯିବ। ସେ ଦୁଇ ଜଣ କେତେ ମୂର୍ଖ। ମୁଁ ସେମାନଙ୍କୁ ମିଛ କହିଥିଲି। ମୋ ଘରେ ତ ବହୁତ ଖାଇବା ଅଛି। ଚାଲ ଚାଲ, ମୁଁ ଶୀଘ୍ର ମୋ ଘର ଭିତରକୁ ଯାଇ କବାଟ ବନ୍ଦ କରିଦିଏ। ଏବେ ତ ମୋ କାମ ହେଇଗଲା। ମୁଁ ସେ ଦୁଇ ଜଣଙ୍କୁ ଘରେ ଆଉ କାହିଁକି ରଖିବି? ଏମିତି କହି ମିନୁ ଚଢ଼େଇ ତା ଘର ଭିତରକୁ ଚାଲିଗଲା। ରିନୁ ଚଢ଼େଇ ଆଉ କାଉ ଖାଇବା ନେଇ ଆସୁ ଆସୁ ରାତି ହେଇଗଲା। ମିନୁ ଚଢ଼େଇ ଘରର କବାଟକୁ ବନ୍ଦ କରି ଆରାମରେ ଶୋଇ ରହିଲା। କିଛି ସମୟ ପରେ ରିନୁ ଆଉ କାଉ ମିନୁ ଚଢ଼େଇର ଘରେ ପହଞ୍ଚିଗଲେ। ଆରେ ମିନୁ, କବାଟ ଖୋଲ, ଆମେ ଆସିଛୁ। ଲାଗୁଛି ମିନୁ ଶୋଇ ପଡ଼ିଛି। ରହ, ମୁଁ ତାକୁ ଡାକୁଛି। ମିନୁ, ଆରେ ଶୀଘ୍ର କବାଟ ଖୋଲ। ବାହାରେ ବହୁତ ଥଣ୍ଡା ଲାଗୁଛି। ଆଉ କିଛି ସମୟ ବାହାରେ ରହିଲେ ଆମେ ବରଫରେ ଜମିଯିବୁ। ମିନୁ ଚଢ଼େଇ ବହୁତ ସ୍ୱାର୍ଥପର ଥିଲା। ସେ ସେମାନଙ୍କ କଥା ଶୁଣିପାରୁଥିଲା, ହେଲେ କିଛି ଉତ୍ତର ନ ଦେଇ ଶୋଇ ରହିଲା। ଲାଗୁଛି ମିନୁ ଶୋଇ ପଡ଼ିଛି। କାଉ, ଚାଲ ମୋ ଘରକୁ ଯିବା। ମୋ ଘରେ କିଛି ଶୁଖିଲା କାଠ ଅଛି। ଆଜି ରାତି ଆମେ ସେ କାଠ ଜଳି ଶୋଇପଡ଼ିବା। ହଁ ହଁ, ଶୀଘ୍ର ଚାଲ, ମୋତେ ଭାରି ଥଣ୍ଡା ଲାଗିଲାଣି। ସେମାନେ ସେଠାରୁ ଯିବା ପରେ ମିନୁ ଚଢ଼େଇ ତା ଝରକା ପାଖକୁ ଗଲା। ଲାଗୁଛି ସେ ଦୁଇ ଜଣ ଚାଲିଗଲେ। ଏବେ ମୁଁ ଏକୁଟିଆ ଆରାମରେ ନିଆଁ ଜାଳି ଶୋଇବି। ଏମିତି କହି ମିନୁ ଚଢ଼େଇ କିଛି କାଠ ଜଳେଇଲା। ଆରେ ଆରେ, ଆଜି ତ ବହୁତ ଥଣ୍ଡା ଲାଗୁଛି। ମୁଁ ଆଉ କିଛି କାଠ ଜଳେଇ ଦିଏ। ମୋ ପାଖରେ ତ ବହୁତ କାଠ ଅଛି। ଏମିତି ମିନୁ ଚଢ଼େଇ ଦୁଇଟି କାଠ ଟାଣିବାକୁ ଲାଗିଲା। ହଠାତ୍ କାଠ ସବୁ ଖସି ନିଆଁରେ ପଡ଼ିଗଲା। ଦେଖୁ ଦେଖୁ ସବୁ କାଠରେ ନିଆଁ ଲାଗିଗଲା। ବଞ୍ଚାଅ, ବଞ୍ଚାଅ, କିଏ କୋଉଠି ଅଛ? ମୋ ଘରେ ନିଆଁ ଲାଗିଗଲା, ମୋତେ ବଞ୍ଚାଅ। ଆରେ କାଉ, ଲାଗୁଛି ମିନୁ ଚଢ଼େଇର କିଛି ଅସୁବିଧା ହେଇଛି। ଚାଲ ଶୀଘ୍ର ତା ପାଖକୁ ଯିବା। କାଉ ଆଉ ରିନୁ ଚଢ଼େଇ ମିନୁର ଘରକୁ ଗଲେ। ମିନୁ ଚଢ଼େଇର ପୁରା ଘରରେ ନିଆଁ ଲାଗିଯାଇଥିଲା। କାଉ ଘରର କବାଟ ଭାଙ୍ଗି ମିନୁକୁ ବାହାରକୁ ଆଣିଲା। ମିନୁ ଚଢ଼େଇର ଦେହରେ ବି ନିଆଁ ଲାଗିଯାଇଥିଲା। କାଉ ମିନୁ ଚଢ଼େଇକୁ ପାଖ ପୋଖରୀରେ ପକେଇଦେଲା। ମିନୁ ଚଢ଼େଇର ଜୀବନ ବଞ୍ଚିଗଲା। ରିନୁ ଚଢ଼େଇ, କାଉ, ମୋତେ ତମେମାନେ କ୍ଷମା କରିଦିଅ। ମୋ ଗୋଡ଼ ମୋଡ଼ି ହେଇଛି ବୋଲି ମୁଁ ତମକୁ ମିଛ କଥା କହିଥିଲି। ସବୁ କାମ ତମେମାନେ କଲ, ଆଉ ମୁଁ ସ୍ୱାର୍ଥପର ହେଇ ଘରର କବାଟକୁ ବନ୍ଦ କରିଦେଲି। ଭଗବାନ ମୋ ଭୁଲର ଶାସ୍ତି ମୋତେ ଦେଇଛନ୍ତି। ମୋର ଗୋଟେ ପର ନିଆଁରେ ପୋଡ଼ିଗଲା। ମୁଁ ଆଉ କେବେ ବି ଉଡ଼ିପାରିବିନି। ଏମିତି ମିନୁ ଚଢ଼େଇ ତା ଭୁଲ ବୁଝିପାରି ବହୁତ କାନ୍ଦିଲା।